ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି ଗ୍ଲୋବାଲାଇଜେସନ୍ ବା ଜଗତୀକରଣ। ଆମେ ସମସ୍ତେ ଏଇ ଯେଉଁ ବିଷୟବସ୍ତୁଟି ରହିଛି ଗ୍ଲୋବାଲାଇଜେସନ୍ ବା ଜଗତୀକରଣ, ଅ, ଅଳ୍ପ ହେଉ ବା ବହୁତ ହେଉ ଆମେ ସମସ୍ତେ ଏଇ ଯେଉଁ କନସେପ୍ଟଟି ରହିଛି ଆ ସହିତ ପରିଚିତ। ଯଦି ଦେଖାଯାଏ ଏହି ଶବ୍ଦର ଯେଉଁ ଆମର ବ୍ୟବହାର ପ୍ରଥମେ ଅର୍ଥନୀତି ବିଜ୍ଞାନ ବା ଯେଉଁ ଆମର ଇକୋନୋମିକ୍ସରେ କରାଯାଇଥିଲା। ଯେତେବେଳେ ଜଗତୀକରଣ ଗୋଟେ କନସେପ୍ଟ ଆସିଲା, ପ୍ରଥମେ କିଭଳି ଭାବେ ଆମେ ଯଦି ତାର ଇତିହାସକୁ ଦେଖିବା, କିଭଳି ଭାବେ ସମଗ୍ର ବିଶ୍ୱର ଅର୍ଥନୀତିକୁ ଯେଉଁ ଆମର ହିଣ୍ଡରାନ୍ସେସ୍ ଅଛି ବା ପ୍ରତିବନ୍ଧକ ଗୁଡ଼ିକ ଅଛି, ସେ ପ୍ରତିବନ୍ଧକ ହୁଏତ ବାଉଣ୍ଡରୀ ବା ଟେରିଟୋରୀ ବା ଯେଉଁ ପରିସୀମାଗତ ପ୍ରତିବନ୍ଧତା ହେଉ, କିମ୍ବା ଆମର ଯେଉଁ ଟ୍ରେଡ୍ ରିଲେସନସିପ୍ ବା ବାଣିଜ୍ୟିକ ସମ୍ପର୍କ ରହିଛି ସେ ଜନିତ ପ୍ରତିବନ୍ଧତା ହେଉ, କିମ୍ବା ଆମର ଯେଉଁ ଅନେକ ଗୁଡ଼ିଏ ଟ୍ରେଡ୍ ରିଲେଟେଡ୍ ଆସ୍ପେକ୍ଟ ରହିଛି ବା ବାଣିଜ୍ୟ ସମ୍ବନ୍ଧୀୟ କେତେ ଗୁଡ଼ିଏ ଯେଉଁ ନିୟମାବଳୀ ରହିଛି ସେଗୁଡ଼ିକ ହେଉ, ତା ଦ୍ୱାରା ଯେଉଁ ପ୍ରତିବନ୍ଧକ ସବୁ ସୃଷ୍ଟି ହେଉଥିଲା, ଏଇ ଯେଉଁ ଗ୍ଲୋବାଲାଇଜେସନ୍ ବା ଯେଉଁ ଜଗତୀକରଣ ହେବା ଫଳରେ ଏଇ ପ୍ରତିବନ୍ଧକ ଗୁଡ଼ିକ ନିଷ୍କ୍ରିୟ ହୋଇଯାଇଥିଲା ଏବଂ ସମଗ୍ର ବିଶ୍ୱ ଯେଉଁ ରହିଲା ଆମର, ସମଗ୍ର ବିଶ୍ୱ ଗୋଟିଏ ମାତ୍ର ଯେଉଁ ଆମର ରହିଲା ପ୍ରିନ୍ସିପଲ୍, ଯାହା କୁହାଯାଏ ଲେସେସ୍ ଫେୟାର ବା ଫ୍ରି ଇକୋନୋମି, ଏହି ସୂତ୍ରରେ ବାନ୍ଧି ହୋଇଥିଲା। ଯଦି ଦେଖିବା ଆମର ଏ ଯେଉଁ ଜଗତୀକରଣ ଯେଉଁ କନସେପ୍ଟଟି ରହିଲା ବା ଯେଉଁ ବିଷୟବସ୍ତୁ ରହିଲା, ଏହାକୁ ଆମେ ଗୋଟିଏ ଯେଉଁ ଆମର ଏହା ଗୋଟିଏ ପ୍ରୋସେସ୍, ଏହା ଗୋଟିଏ ପରିବର୍ତ୍ତନର ପ୍ରୋସେସ୍ ଏବଂ ଆମେ ଯଦି କୁହାଯାଏ ଯେଉଁ ପ୍ରକ୍ରିୟା, ଗୋଟିଏ ପରିବର୍ତ୍ତନର ପ୍ରକ୍ରିୟା। ଏବଂ କିଏ ଯଦି ଦେଖାଯାଏ ଯେଉଁ ସ୍କଲାର ମାନେ ରହିଲେ ବା ଯେଉଁମାନେ ଅର୍ଥନୀତି ହଉ, ବିଜ୍ଞାନ ହଉ, କିମ୍ବା ଆମର ସାମାଜିକ ବିଜ୍ଞାନ ହଉ, କିମ୍ବା ଆମର ରାଜନୀତି ବିଜ୍ଞାନ ହଉ, କିମ୍ବା ଇତିହାସର ସ୍କଲାର ମାନେ ଯେଉଁମାନେ ରହିଲେ, ଯେଉଁମାନେ ଆଲୋଚନା କରିଛନ୍ତି ବା ସମାଲୋଚନା କରିଛନ୍ତି ଯେଉଁ ଆମର ରହିଛି ଜଗତୀକରଣ ବା ଗ୍ଲୋବାଲାଇଜେସନ୍ ସମ୍ବନ୍ଧରେ, ତାଙ୍କର ସମସ୍ତେ ଗୋଟିଏ ଗୋଟିଏ ବିଷୟକୁ ନେଇ ଆଲୋଚନା କରିଛନ୍ତି। ଏବଂ ଯଦି ଜଣେ ସ୍କଲାର ତାର ଯେଉଁ ଆମର ସାଂସ୍କୃତିକ ଯେଉଁ ବୈଶିଷ୍ଟ୍ୟ ରହିଛି ଜଗତୀକରଣର, ତାକୁ ନେଇ ତର୍ଜମା କଲେଣି। କିଛି ସ୍କଲାର ଯେଉଁମାନେ ଅର୍ଥନୀତି ବିଜ୍ଞାନର ସ୍କଲାର ମାନେ ବା ଅର୍ଥନୀତିର ସ୍କଲାର ମାନେ, ସେମାନେ ତାର ଆର୍ଥିକ ଯେଉଁ ବୈଶିଷ୍ଟ୍ୟ ଗୁଡ଼ିକ ରହିଛି ତାକୁ ନେଇ ଆଲୋଚନା ବା ସମାଲୋଚନା କରନ୍ତି। କିମ୍ବା ଆମେ ଯଦି ଦେଖିବା ଆନ୍ଥ୍ରୋପୋଲୋଜିଷ୍ଟ ମାନେ ରହିଲେ, ସେମାନେ ଏହାର ବା ସୋସିଓଲୋଜିଷ୍ଟ ମାନେ ରହିଲେ, ସେମାନେ ଏହାର ଯେଉଁ ସାଂସ୍କୃତିକ ବା ସାମାଜିକ ଯେଉଁ ରହିଛି ବୈଶିଷ୍ଟ୍ୟ ଗୁଡ଼ିକ ତାକୁ ନେଇ ତର୍ଜମା କରନ୍ତି। କିନ୍ତୁ ଯଦି ଦେଖାଯାଏ ଯେଉଁ ଗ୍ଲୋବାଲାଇଜେସନ୍ଟି ରହିଲା, ତାର ଅର୍ଥ ଯଦି ଦେଖିବା, ଏହା ଗୋଟିଏ ଏହି ଯେଉଁ କନସେପ୍ଟ ରହିଛି, ଏହା ଏକ ଅମ୍ବ୍ରେଲା ଲାଇକ୍ କନସେପ୍ଟ, ଯାହାକି ଅନେକ ଗୁଡ଼ିଏ ଯେଉଁ ଆମର ସବ୍ କନସେପ୍ଟ ରହିଛି ବା ଯେଉଁ ଅନେକ ଗୁଡ଼ିଏ ଯେଉଁ ଅଦର ଯେଉଁ ଆମର ଫ୍ୟାକ୍ଟର୍ସ ରହିଛି ବା ଅନେକ ଗୁଡ଼ିଏ ଯେଉଁ ଆସ୍ପେକ୍ଟସ୍ ରହିଛି, ତାକୁ ଗ୍ଲୋବାଲାଇଜେସନ୍ ବା ଯେଉଁ ଆମର ଜଗତୀକରଣର ଯେଉଁ ଅମ୍ବ୍ରେଲା ଅଛି ତା ଦ୍ୱାରା ଆମେ ତାର ତଳକୁ ଆଣିପାରିବା। ଯଦି ଦେଖିବା ଜଗତୀକରଣ ଦ୍ୱାରା କ'ଣ ହୁଏ ନା, ଜଗତୀକରଣ ଦ୍ୱାରା ଗୋଟେ ଏଭଳି ପରିବର୍ତ୍ତନ ହୁଏ ଯେଉଁଠାରେ କି ଯେଉଁ ଆମର ବିଶ୍ୱର ଅର୍ଥନୀତି ରହିଛି, ଏ ଅର୍ଥନୀତି ଧୀରେ ଧୀରେ ଗୋଟିଏ ନିର୍ଭରଶୀଳ ଅର୍ଥନୀତି ହୋଇଯାଏ, ଯେଉଁଠାରେ କି ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ନିର୍ଭର କରେ। ଏବଂ ଆଗରୁ ଯେଉଁ ଗୋଟେ ଆମର ଯେଉଁ ଡୋମିନାନ୍ସ ଥିଲା ଗୋଟିଏ ନିର୍ଦ୍ଦିଷ୍ଟ ଦେଶର, ଯେ ଏଇ ଦେଶର ଅର୍ଥନୀତି ସବୁଠୁ ସ୍ୱଚ୍ଛଳ ଏବଂ ସମଗ୍ର ବିଶ୍ୱ ତା ଉପରେ ନିର୍ଭର କରିବ, ସେ ଯେଉଁ ଧାରା ଥିଲା ତାହା ପରିବର୍ତ୍ତିତ ହୋଇଛି। ଏବଂ ଏଠାରେ ଦେଖାଯାଏ ଯେଉଁ ଇଣ୍ଟରଡିପେଣ୍ଡେନ୍ସି ରହିଛି ବା ଆମର ଯେଉଁ ଆମର ନିର୍ଭରତା ରହିଛି, ଜଣକର ଅନ୍ୟ ଜଣଙ୍କ ଉପରେ ଯେଉଁ ନିର୍ଭରତା ରହିଛି, ଏହା ବୃଦ୍ଧି ପାଇଛି। ଏବଂ ଯଦି ଦେଖାଯାଏ ଅତି ପାଖରୁ ଯଦି ଆମେ ଦେଖିବା ଗ୍ଲୋବାଲାଇଜେସନ୍ ବା ଯେଉଁ ଜଗତୀକରଣ ଦ୍ୱାରା ଆମେ ଯଦି ଦେଖିବା, ଯେଉଁ ମଣିଷ ଦ୍ୱାରା ନିର୍ମିତ ଯେଉଁ ବ୍ୟାରିୟର୍ସ ଥିଲା ବା ଯେଉଁ ଆମର ହିଣ୍ଡରାନ୍ସେସ୍ ଥିଲା ବା ଯେଉଁ ପ୍ରତିବନ୍ଧକ ଗୁଡ଼ିକ ଥିଲା, ଏହା ଜଗତୀକରଣ ଦ୍ୱାରା ଧୀରେ ଧୀରେ ଆମର ନିଷ୍କ୍ରିୟ ହୋଇଯାଇଛି। ଏବଂ ବର୍ତ୍ତମାନ ଆମର ଯେଉଁ ମୁଭମେଣ୍ଟ ହେଉଛି ବା ଯେଉଁ ଆମର ଯେଉଁ ଟ୍ରାଞ୍ଜାକ୍ସନ୍ସ ହେଉଛି ବା ଯେଉଁ ଆଦାନ ପ୍ରଦାନ ହେଉଛି ବା ଯେଉଁ ବାଣିଜ୍ୟ ହେଉଛି, ସେ ଦ୍ରବ୍ୟ ଜାତୀୟ ବା ଦ୍ରବ୍ୟ ସମ୍ବନ୍ଧୀୟ ବାଣିଜ୍ୟ ହେଉ, କିମ୍ବା ଆମର ସର୍ଭିସ୍ ବା ଯେଉଁ ସେବା ସମ୍ବନ୍ଧୀୟ ଟ୍ରାଞ୍ଜାକ୍ସନ୍ସ ହେଉ, କିମ୍ବା ଲୋକମାନଙ୍କର ଯିବା ଆସିବା ହେଉ, କିମ୍ବା ଆମର ମନିଟାରୀ ବା ଯେଉଁ ଆର୍ଥିକ ଟ୍ରାଞ୍ଜାକ୍ସନ୍ ହେଉ ବା ଆଦାନ ପ୍ରଦାନ ହେଉ, କିମ୍ବା ଆମର ଯେଉଁ ନଲେଜ ରହିଛି ବା ଜ୍ଞାନର ଯେଉଁ ଆଦାନ ପ୍ରଦାନ ହେଉ, ଏହା କିଭଳି ଭାବେ ଆଉ ଯେଉଁ ଆମର ବ୍ୟାରିୟର୍ସ ଥିଲା ବା ଯେଉଁ ପ୍ରତିବନ୍ଧକ ଥିଲା, ତାହା କିଭଳି ଭାବେ ବାଧା ସୃଷ୍ଟି କରୁନି ଏବଂ ଏହା ଗୋଟେ ଫ୍ରି
ଫ୍ଲୋ ବା ଯେଉଁ ଆମର କୁହନ୍ତି ବିନା କୌଣସି ପ୍ରତିବନ୍ଧକରେ କିଭଳି ଭାବେ ଏହା ଟ୍ରାନ୍ସମିଶନ ହେଉଛି, ଏହି ବିଷୟରେ ଆମେ ଆଜି ଆଲୋଚନା କରିବା ଏବଂ ଦେଖିବା ଯେ କିଭଳି ଭାବେ ଜଗତୀକରଣ ଗୋଟେ ବିଶାଳ ଯେଉଁ ଦିନ ଥିଲା, ଯେଉଁ ଲୋକମାନେ ଚିନ୍ତା କରିପାରୁନଥିଲେ ଯେ ଯେଉଁ ଅନ୍ୟ ଯେଉଁ ଦେଶ ରହିଲା ବା ଅନ୍ୟ ଯେଉଁ ରାଜ୍ୟ ହେଲା ସେଠାରେ କ'ଣ ହେଉଛି ବା ସେ ବିଷୟରେ ଜାଣିପାରୁନଥିଲେ। ଏ ଯେଉଁ ଜଗତୀକରଣ ହେବା ଦ୍ୱାରା ଧୀରେ ଧୀରେ ଯେଉଁ ଆମର ବିଶ୍ୱ ରହିଛି ବା ୱାର୍ଲଡ ରହିଛି ଏହା କିଭଳି ଇଣ୍ଟିଗ୍ରେଟେଡ୍ ହୋଇଛି ଏବଂ ଆଉ ବିଶ୍ୱଟି ଯେଉଁଟା ଆଗରୁ ଗୋଟେ ବହୁତ ବଡ଼ ଲାଗୁଥିଲା, ଗୋଟେ ବଡ଼ ଜିଓଗ୍ରାଫି ଯେଉଁଠି ଲୋକଙ୍କୁ ଲାଗୁଥିଲା କେତେ ମାସ ଲାଗୁଥିଲା, ଯେଉଁମାନେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଇ ପହଞ୍ଚିବା ପାଇଁ ଗୋଟିଏ ସମ୍ବାଦ ବା ଗୋଟେ ସୂଚନା ଗୋଟିଏ ଜାଗାରୁ ଅନ୍ୟ ଗୋଟିଏ ଜାଗାକୁ ଟ୍ରାନ୍ସମିଶନ ହେବା ପାଇଁ ତାହା କିଭଳି ଭାବେ ହ୍ରାସ ପାଇଛି ଏବଂ ଗୋଟେ ବିଶ୍ୱ କିଭଳି ଗୋଟେ ଛୋଟ ଏଣ୍ଟିଟି ବା ଗୋଟେ ଯେଉଁ ୱାର୍ଲଡଟା ଗୋଟେ ସ୍ମଲର ୱାର୍ଲଡ ବା ଗୋଟେ ଛୋଟ ଜାଗା ଯେଉଁ ଭୌଗୋଳିକ ବା ଆମେ ଯେଉଁ କହୁ ଗୋଟେ ଛୋଟ କ୍ରିଏସନ୍ ହେଇଛି। ଏବଂ ଯଦି ଦେଖିବା ଆମେ କିଭଳି ଭାବେ ଗୋଟିଏ ଯଦି ଲୋକାଲ ଲେଭେଲରେ ବା ଗୋଟେ ଆଞ୍ଚଳିକ ସମ୍ବାଦ କିଭଳି ଭାବେ 5 ମିନିଟରେ ଗୋଟିଏ ଆମର ଯେଉଁ କୁହାଯାଏ ସମଗ୍ର ବିଶ୍ୱରେ କିଭଳି ଭାବେ ଖେଳି ଯାଉଛି, ଏହା କେବଳ ସମ୍ଭବ ହୋଇଛି ଆମର ଯେଉଁ ଜଗତୀକରଣ ପ୍ରକ୍ରିୟା ଦ୍ୱାରା। ଏବଂ ଯଦି ଦେଖାଯାଏ ଯେ ଖାଲି ଆମର ଅର୍ଥନୀତି ନୁହେଁ ବରଂ ସାଂସ୍କୃତିକ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ଏବଂ ସାମାଜିକ କ୍ଷେତ୍ରରେ ଏଇ ଯେଉଁ ଆମର ଇଣ୍ଟିଗ୍ରେସନ୍ ହେଇଛି ବା ଯେଉଁ ଦେଶମାନେ ପରସ୍ପର ସହିତ ସମ୍ମିଳିତ ହେଉଛନ୍ତି ବା ଆଦାନ ପ୍ରଦାନ କରୁଛନ୍ତି ନିଜର ଜ୍ଞାନ ହେଉ କିମ୍ବା ନିଜର ସଂସ୍କୃତି ହେଉ ବା ଏ ଯେଉଁ ଆଇଡ଼ିଓଲୋଜି ହେଉ, ଏ ଯେଉଁ ପରିବର୍ତ୍ତନ ଆସିଛି ଏହା କେବଳ ସମ୍ଭବ ହୋଇଛି ଜଗତୀକରଣ ଦ୍ୱାରା। ଯଦି ଆମେ ଦେଖିବା ଯେଉଁ ଜଗତୀକରଣକୁ ନେଇ ଅନେକ ଗୁଡ଼ିଏ ଆମର ଯେଉଁ ବ୍ୟକ୍ତିବିଶେଷ ରହିଲେ ବା ସ୍କଲାର ମାନେ ରହିଲେ, ସମାଜଶାସ୍ତ୍ର ହୁଅନ୍ତୁ ବା ଅର୍ଥନୀତିର ହୁଅନ୍ତୁ ବା ଆନ୍ଥ୍ରୋପୋଲୋଜିର ହୁଅନ୍ତୁ, ସେମାନେ କିଭଳି ଭାବେ ବିସ୍ତୃତ ଭାବେ ଏହି ବିଷୟରେ ଆଲୋଚନା କରିଥିଲେ। ଯଦିଓ ଏହି ଆଲୋଚନାରେ ଅନେକ ଗୁଡ଼ିଏ ସ୍କଲାର ଏହାର ଯେଉଁ ଆମର ନକାରାତ୍ମକ ବୈଶିଷ୍ଟ୍ୟ ଗୁଡ଼ିକ ରହିଛି ବା ଫଳାଫଳ ରହିଛି ଜଗତୀକରଣର ତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଯଦି ଦେଖିବା ଆମର ଯେଉଁ ଥିଓରିଜ ରହିଛି, ମୁଖ୍ୟତଃ ଅନେକ ଗୁଡ଼ିଏ ଥିଓରିଜ ରହିଛି, କାରଣ ଆମେ ଜାଣିଛେ ସମସ୍ତ ଯେ ଜଗତୀକରଣ ବା ଗ୍ଲୋବାଲାଇଜେସନ ଏଭଳି ଏକ କନସେପ୍ଟ ଯାହା ଉପରେ ଅନେକ ଗୁଡ଼ିଏ ଲୋକ ବା ଅନେକ ଗୁଡ଼ିଏ ସବଜେକ୍ଟର ଯେଉଁ ସ୍କଲାର ମାନେ ରହିଲେ ସେମାନେ କାମ କରିଛନ୍ତି, ବିଷୟର ଯେଉଁ ସ୍କଲାର ମାନେ ରହିଲେ କାମ କରିଛନ୍ତି। ଏଥିରେ ଆମେ ଯଦି ଦେଖିବା ଅର୍ଥନୀତିର ସ୍କଲାର ମାନେ କାମ କରିଛନ୍ତି, ଇତିହାସର ସ୍କଲାର ମାନେ କାମ କରିଛନ୍ତି, ଆମର ଯଦି ଦେଖିବା ରାଜନୀତି ବିଜ୍ଞାନର ସ୍କଲାର ମାନେ କାମ କରିଛନ୍ତି, ଆମେ ଯଦି ଦେଖିବା ଆମର ପବ୍ଲିକ ରିଲେସନ ବା ଜର୍ଣ୍ଣାଲିଜିମର ଲୋକମାନେ କାମ କରିଛନ୍ତି। ଅନେକ ଗୁଡ଼ିଏ ବିଷୟ ରହିଛି ଯେଉଁମାନେ ଯେଉଁ ବିଷୟର ସ୍କଲାର ମାନେ ରହିଛନ୍ତି ଯେଉଁମାନେ କାମ କରିଛନ୍ତି। ତେଣୁ ସବୁ ଥିଓରିଷ୍ଟ ବା ଯେଉଁମାନେ ରହିଲେ ଆମର ସ୍କଲାର ମାନେ ଯେଉଁମାନେ ଏ ବିଷୟରେ ଆଲୋଚନା କରିଛନ୍ତି, ସମସ୍ତଙ୍କୁ ବିଷୟରେ ଆଲୋଚନା କରିବା ସମ୍ଭବ ନୁହେଁ, କାରଣ ଆମ ପାଖରେ ସମୟର କମ୍ ସମୟ ରହିଛି। ତେଣୁ ଆମେ ପ୍ରଥମେ ଆରମ୍ଭ କରିବା ଆନ୍ଥୋନି ଗିଡେନ୍ସ। ଆମେ ସମସ୍ତେ ଜାଣୁ ଆନ୍ଥୋନି ଗିଡେନ୍ସ ଜଣେ ସମାଜ ବିଜ୍ଞାନର ସ୍କଲାର ଏବଂ ସିଏ ତାଙ୍କର ଯେଉଁ ରଚନାବଳୀ ଗୁଡ଼ିକ ରହିଛି, ତାଙ୍କର ଯେଉଁ ପୁସ୍ତକ ରହିଛି, ତାଙ୍କର ଯେଉଁ ସନ୍ଦର୍ଭ ଗୁଡ଼ିକ ରହିଛି, ତାହା ଲୋକମାନଙ୍କ ଦ୍ୱାରା ବା ଯେଉଁ ଆମର ସାମାଜିକ ବିଜ୍ଞାନର ଯେଉଁ ସ୍କଲାର ମାନେ ରହିଲେ ତାଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ ଆଦୃତ ହୋଇଛି। ଏବଂ ଗିଡେନ୍ସ ଗୋଟେ ପୁସ୍ତକ ରଚନା କରିଥିଲେ ବା ସେ ଯେଉଁ ପୁସ୍ତକ ମାଧ୍ୟମରେ ସେ ଗୋଟେ କନସେପ୍ଟକୁ ଗ୍ଲୋବାଲାଇଜେସନ ବା ଯେଉଁ ଜଗତୀକରଣ ସମ୍ବନ୍ଧରେ ଗୋଟେ କନସେପ୍ଟକୁ ଆଲୋଚନା କରିଥିଲେ, ତାକୁ ଆମେ କୁହାଯାଏ, ଆମେ ଜାଣୁ ଯେ ରନ୍ ଆୱେ ୱାର୍ଲଡ। ତାଙ୍କର କହିବା ଅର୍ଥ ଯେ ଏ ଯେଉଁ ଜଗତୀକରଣ ଆସିବା ଦ୍ୱାରା ବିଶ୍ୱ ବା ଯେଉଁ ଆମର ସବୁ ପ୍ରତିଦିନର ଯେଉଁ ହାପେନିଙ୍ଗସ୍ ରହିଛି ବା ଯେଉଁ ଆମର ସବୁ ଯେଉଁ କାର୍ଯ୍ୟ ରହିଛି ବା ଟ୍ରାଞ୍ଜାକ୍ସନ୍ସ ରହିଛି, ହୁଏତ ଏହା ଫାଇନାନ୍ସିଆଲ ଆର୍ଥିକ ସମ୍ବନ୍ଧୀୟ ହେଉ କିମ୍ବା ସଂସ୍କୃତି ସମ୍ବନ୍ଧୀୟ ହେଉ କିମ୍ବା ସାମାଜିକ ସମାଜ ସମ୍ବନ୍ଧୀୟ ହେଉ, ଏଗୁଡ଼ିକ ଆଉ ଆମ କଣ୍ଟ୍ରୋଲରେ ନାହିଁ ବା ଆମର ଯେଉଁ ପରିଧି ଭିତରେ ନାହିଁ ଯାହାକୁ ଆମେ କଣ୍ଟ୍ରୋଲ କରିପାରିବା ବା ଯାହା ଆମେ ନିଜେ ଚଳାଇ ପାରିବା। କାରଣ ଏହା ସମ୍ପୂର୍ଣ୍ଣ ଭାବେ ଯେଉଁ ଗୋଟେ ଅଟୋମେଟିକ୍ ପ୍ରୋସେସ୍ ବା ଅଟୋମେଟିକ୍ ପ୍ରୋସେସ୍ରେ ଚାଲିଛି। ଏବଂ ତାଙ୍କର କହିବା ଅନୁଯାୟୀ ଏ ଯେଉଁ ପ୍ରୋସେସ୍ଟି ଯେଉଁ ଗ୍ଲୋବାଲାଇଜେସନ ବା ଯେଉଁ ଜଗତୀକରଣ ପ୍ରୋସେସ୍, ଏହା ଉପରେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା କୌଣସି ଗୋଟେ ନିର୍ଦ୍ଦିଷ୍ଟ ଦେଶର ମଧ୍ୟ କଣ୍ଟ୍ରୋଲ ନାହିଁ। ବେଳେବେଳେ ବଡ଼ ବଡ଼ ଦେଶ ଯେଉଁ ସେ ଉଦାହରଣ ଦେଇଛନ୍ତି, ବଡ଼ ବଡ଼ ଦେଶ ଯେଉଁମାନେ ଆର୍ଥିକ କ୍ଷେତ୍ରରେ ସୁଦୃଢ଼, ସେମାନେ ମଧ୍ୟ କିଭଳି ଭାବେ ଯେଉଁ ଆମର କ୍ରାଇସିସ୍ ଅଛି ତାହାର
ସମ୍ମୁଖୀନ ହୋଇଥାନ୍ତି। ସେ ଉଦାହରଣ ଦେଇଛନ୍ତି ଆମର ଯେମିତି ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ଯେଉଁ ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା, ଯେଉଁ ଇକୋନୋମିକ୍ କ୍ରାଇସିସ୍ ହେଇଥିଲା, ତାର ଉଦାହରଣ ଦେଇଛନ୍ତି ଯେ କେଉଁଭଳି ଦେଶ, ଆମେରିକା ଭଳି ଦେଶ ଯାହା ଅର୍ଥନୀତି କ୍ଷେତ୍ରରେ ଖୁବ୍ ସୁଦୃଢ଼, ଅନ୍ୟ ଯେଉଁ ଆମର ବ୍ୟାକୱାର୍ଡ କଣ୍ଟ୍ରି ବା ଅନୁନ୍ନତ ଦେଶ ଗୁଡ଼ିକ ତୁଳନାରେ ସେମାନେ ମଧ୍ୟ କିଭଳି ଭାବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରିଛନ୍ତି ହୋଇଛନ୍ତି। ଏବଂ ତାଙ୍କର କହିବା ଅନୁଯାୟୀ ଏ ଯେଉଁ ଏହା ଏଇଥିପାଇଁ ହେଇଛି ଯେ ଯେଉଁ ଜଗତୀକରଣ ହେବା ଦ୍ୱାରା କୌଣସି ଯେଉଁ ଆମର ବ୍ୟବସ୍ଥା ରହିଛି, ଆର୍ଥିକ ବ୍ୟବସ୍ଥା, ସାମାଜିକ ବ୍ୟବସ୍ଥା ବା କଲଚରାଲ ବା ସାଂସ୍କୃତିକ ବ୍ୟବସ୍ଥା ରହିଛି, ଏହା କୌଣସି ଗୋଟେ ନିର୍ଦ୍ଦିଷ୍ଟ ଦେଶ ବା ରାଜ୍ୟ କୌଣସି କିମ୍ବା ଗୋଟେ ବ୍ୟକ୍ତିବିଶେଷର ନିଜ ଆୟତ୍ତର ପରିସୀମା ଭିତରେ ନାହିଁ, ଏହା ଅନେକ ସମୟରେ ଅଣାୟତ୍ତ ହୋଇଥାଏ। ଏବଂ ତାଙ୍କର କହିବା ଅନୁଯାୟୀ ଯେଉଁ ଆମର ଗ୍ଲୋବାଲାଇଜେସନ୍ ରହିଲା ତାର ଏବଂ ବା ଜଗତୀକରଣ ଏବଂ ଆମର ଯେଉଁ ରିସ୍କ ରହିଛି ତା ଭିତରେ ଅତି ନିବିଡ଼ ସମ୍ପର୍କ ରହିଛି। ଅନେକ ସମୟରେ ଯେ ଲୋକମାନେ ଯେଉଁ ଯୁକ୍ତି କରିଥାନ୍ତି ଅର୍ଥନୀତିର ସ୍କଲରମାନେ ଯେ ଗ୍ଲୋବାଲାଇଜେସନ୍ ହେବା ଦ୍ୱାରା ଅର୍ଥନୀତି ସୁଦୃଢ଼ ହେବ ଏବଂ ଏହା ଗୋଟିଏ ଆମର ଯେଉଁ ଜାତୀୟ ଅର୍ଥନୀତି ବା ନ୍ୟାସନାଲ୍ ଇକୋନୋମି ରହିଛି ଏହାକୁ ଅଧିକ ମଜବୁତ କରିବ, ଫାଉଣ୍ଡେସନକୁ ଅଧିକ ମଜବୁତ କରିବ, ଏହା ସବୁବେଳେ ସମ୍ଭବ ହୋଇନଥାଏ। କାରଣ ଯେଉଁ ଜଗତୀକରଣ ପ୍ରୋସେସ୍ ରହିଛି ବା ଯେଉଁ ଆମର ଜଗତୀକରଣର ଯେଉଁ ପ୍ରୋସେସ୍ ରହିଛି ଏହା ସହିତ ସବୁବେଳେ ଯଦି ଦେଖିବା ଆମେ ରିସ୍କ ଜଡ଼ିତ ରହିଛି। ଏବଂ ତାଙ୍କର କହିବା ଅନୁଯାୟୀ ସେ ରିସ୍କଟି ସବୁବେଳେ ଫାଇନାନ୍ସିଆଲ ରିସ୍କ ହୋଇନଥାଏ। ଅନେକ ସମୟରେ ଏଇ ଯେଉଁ ଜଗତୀକରଣର ଯେଉଁ ପ୍ରକ୍ରିୟା ରହିଛି ଏହା ଗୋଟିଏ ସଙ୍କଟକୁ ଜନ୍ମ ଦେଇଥାଏ। ଏବଂ ଯଦି ଦେଖିବା ସେ ଯେଉଁ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଯେଉଁ ଫାଇନାନ୍ସିଆଲ କ୍ରାଇସିସ୍ ହଉ ବା ଯେଉଁ ଆର୍ଥିକ ସଙ୍କଟ ହଉ କିମ୍ବା ଯେଉଁ ଆମର ଇରାନ ଭଳି ଦେଶ ଯେଉଁ ଯୁଦ୍ଧ ବା ଯେଉଁ ଆମର କୁହାଯାଏ ଟେରିଟୋରିଆଲ କନଫ୍ଲିକ୍ଟ ଯେଉଁ କୁହାଯାଏ ବା ଯେଉଁ ଅନ୍ତରୀଣ ଯେଉଁ ସଙ୍କଟ ତାଙ୍କର ଯେଉଁ ଦେଶ ମଧ୍ୟରେ ଦେଖାଯାଇଛି କିମ୍ବା ଯେଉଁ ପଲିଟିକାଲ କ୍ରାଇସିସ୍ ମଧ୍ୟ ଦେଖାଯାଇଛି, କିଭଳି ଗୋଟିଏ ଦେଶ ଅନ୍ୟ ଦେଶକୁ ଚେଷ୍ଟା କରିଥାଏ କିଭଳି ଭାବେ ପ୍ରେସରାଇଜ କରିବା ପାଇଁ ବା ତାର ଯେଉଁ ରାଜନୈତିକ ପରିବେଶ ରହିଛି ତାକୁ କିଭଳି ସଙ୍କଟାପନ୍ନ କରିବା ପାଇଁ। ତେଣୁ ସେ ତାଙ୍କର କହିବା ଅନୁଯାୟୀ ଜଗତୀକରଣ ଗୋଟିଏ ଏଭଳି ପ୍ରୋସେସ୍ ବା ଏଭଳି ପ୍ରକ୍ରିୟା ଯାହା କେବଳ ଭଲ ବା ଗୋଟେ ପଜିଟିଭ ଚେଞ୍ଜ, ସକାରାତ୍ମକ ପରିବର୍ତ୍ତନ ଆଣିନଥାଏ, ଅନେକ ସମୟରେ ଏହା ମଧ୍ୟ ଅନେକ ଗୁଡ଼ିଏ ସଙ୍କଟ ଆଣି ଦେଇଥାଏ। ଏବଂ ତାଙ୍କର କହିବା ଅନୁଯାୟୀ ପ୍ରତି ଷ୍ଟେପ୍ରେ ବା ପ୍ରତି ସୋପାନରେ ରିସ୍କ ଅଛି। ଏବଂ ସିଏ ଦ୍ୱିତୀୟରେ କହିଥିଲେ ଯେ ଏଇ ଯେଉଁ ଜଗତୀକରଣ ପ୍ରକ୍ରିୟା ରହିଛି ଏଥିରେ ସବୁବେଳେ ଯେଉଁ ଆମର ୱେଷ୍ଟର୍ଣ୍ଣ କଣ୍ଟ୍ରିଜ ରହିଲେ ବା ଯେଉଁ ଆମର ପଶ୍ଚିମ ବିଶ୍ୱର ଯେଉଁ ପଶ୍ଚିମ ଭାଗର ଯେଉଁ ଦେଶ ଗୁଡ଼ିକ ରହିଲେ, ଉନ୍ନତ ଦେଶ ଗୁଡ଼ିକ ମୁଖ୍ୟତଃ ଭାବେ ସେ କହିଥିଲେ ୟୁନାଇଟେଡ୍ ଷ୍ଟେଟ୍ସ ବା ଯେଉଁ ଆମର ଯୁକ୍ତରାଷ୍ଟ୍ର ଆମେରିକାର ଅଧିକ ପ୍ରାଧାନ୍ୟ ରହିଛି। ଏବଂ ସେମାନେ ସବୁବେଳେ ଚାହାନ୍ତି ଯେ ତାଙ୍କର ନିଜର ପ୍ରାଧାନ୍ୟ କିଭଳି ସମଗ୍ର ବିଶ୍ୱରେ ଏକ୍ସପାଣ୍ଡ କରିବେ। କିନ୍ତୁ ଅନେକ ସମୟରେ ଏବଂ ଗିଡେନ୍ସ ଏହା ମଧ୍ୟ କହିଥିଲେ ଯେ ଏହା ସବୁବେଳେ ସତ୍ୟ, ଏହା ସବୁବେଳେ ଆକ୍ଚୁଆଲି ଯେଉଁ ଆମର ଯୁକ୍ତରାଷ୍ଟ୍ର ଆମେରିକା ଯେଉଁଭଳି ଭାବେ ଚାହିଁଥାଏ ଏହା ତ ସବୁବେଳେ ସେଭଳି ଭାବେ ହୋଇନଥାଏ। ଅନେକ ସମୟରେ ଦେଖାଯାଇଛି ଯେ ଯେଉଁ ଅନେକ ଗୁଡ଼ିଏ ଦେଶ ରହିଛନ୍ତି କିଭଳି ଭାବେ ଯେଉଁ ଆମର ଯେଉଁ ବିଶ୍ୱ ସ୍ତରରେ ଯଦି ଦେଖାଯାଏ ଅନେକ ଗୁଡ଼ିଏ ଯେଉଁ ଦେଶ ରହିଛନ୍ତି ସେମାନେ କିଭଳି ଅନେକ ସମୟରେ ନିଜର ମଧ୍ୟ ଯେଉଁ ଆମର ରୋଲ୍ ରହିଛି ତାହା କିଭଳି ଭାବେ ପ୍ଲେ କରିଥାନ୍ତି। ଏବଂ ଯଦି ଦେଖାଯାଏ ସେ ତାଙ୍କର କହିବା କଥା ଯେ ଗ୍ଲୋବାଲାଇଜେସନ୍ ବା ଯେଉଁ ଜଗତୀକରଣ ଦ୍ୱାରା କେବଳ ଯେ ଗୋଟିଏ ଦେଶ ଡୋମିନେଟ୍ ହେଇଯାଇଛି ତାହା ନୁହଁ, ଯଦିଓ ସେମାନେ ଚେଷ୍ଟା କରୁଛନ୍ତି ଡୋମିନେଟ୍ ହେବା ପାଇଁ, ଡୋମିନେଟ୍ କରିବା ପାଇଁ ବା ତାଙ୍କର ସମଗ୍ର ବିଶ୍ୱକୁ ନିଜ ଆୟତ୍ତକୁ ଆଣିବା ପାଇଁ, କିନ୍ତୁ ଏହା ସମ୍ଭବ ହୋଇନଥାଏ। ଗ୍ଲୋବାଲାଇଜେସନ୍ ବା ଜଗତୀକରଣ ଦ୍ୱାରା ଯେଉଁ ଇଣ୍ଟରଡିପେଣ୍ଡେନ୍ସି ବଢ଼ିଥାଏ ବା ଯେଉଁ ନିର୍ଭରଶୀଳତା, ପରସ୍ପର ଉପରେ ନିର୍ଭରଶୀଳତା ବଢ଼ିଥାଏ, ତେଣୁ ଏହା ଗୋଟିଏ ଡିସେଣ୍ଟର୍ଡ ଯେଉଁ ଫଙ୍କସନ୍ ଆମର ରହିଛି ବା ଯେଉଁ ଗଭର୍ଣ୍ଣାନ୍ସ ରହିଛି ବା ଯେଉଁ ମ୍ୟାନେଜମେଣ୍ଟ ରହିଛି ତାକୁ ଜନ୍ମ ଦେଇଥାଏ। ଏବଂ ଦେଖାଯାଇଥାଏ ଯେ ଯେଉଁ କେତେ ଗୁଡ଼ିଏ ଛୋଟ ଛୋଟ ଦେଶ ମଧ୍ୟ ଅନେକ ସମୟରେ ସେମାନେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି କୌଣସି ଆନ୍ତଃରାଷ୍ଟ୍ରୀୟ ବା ଯେଉଁ ଆମର ଗ୍ଲୋବାଲ ଇକୋନୋମି ହେଲା ବା ବିଶ୍ୱସ୍ତରୀୟ ଅର୍ଥନୈତିକ ବ୍ୟବସ୍ଥା, ଆର୍ଥିକ ବ୍ୟବସ୍ଥା ହେଉ କିମ୍ବା ସାମାଜିକ ବ୍ୟବସ୍ଥା ହେଉ କିମ୍ବା ସାଂସ୍କୃତିକ ବ୍ୟବସ୍ଥା ହେଉ, ସେଠାରେ ମଧ୍ୟ ସେମାନେ ମୁଖ୍ୟ ରୋଲ୍ ପ୍ଲେ କରିଥାନ୍ତି। ଏବଂ ଅନେକ ସମୟରେ ଦେଖାଯାଇଥାଏ ଯେ ଯେଉଁ ଯାହା ଗିଡେନ୍ସଙ୍କର କହିବା ଅନୁଯାୟୀ
ଯେଉଁ ଜଗତୀକରଣ ପ୍ରକ୍ରିୟା ଦେଇ ରହିଛି ଏହା ଗୋଟିଏ କସ୍ମୋପଲିଟାନ୍ ସୋସାଇଟିକୁ ଜନ୍ମ ଦେଇଥାଏ। କସ୍ମୋପଲିଟାନ୍ ସୋସାଇଟି କହିଲେ ଏଭଳି ଏକ ସମାଜ ଯାହା କସ୍ମୋପଲିଟାନ୍ ସମାଜ ଯାହାକୁ ଆମେ ଅତ୍ୟାଧୁନିକ ସମାଜ କହିଥାଉ, ଯେଉଁଠାରେ କି କୌଣସି ଏକ ନିର୍ଦ୍ଦିଷ୍ଟ ସଂସ୍କୃତିର ଛାପ ରହିଥାଏ, ବରଂ ଆମେ ବିଭିନ୍ନ ପ୍ରକାର ଯେଉଁ ହେଟ୍ରୋଜିନିୟସ୍ କଲଚର ରହିଛି ବା ଗୋଟେ ସମ୍ମିଳିତ ସଂସ୍କୃତି ଆମେ ଦେଖିବାକୁ ପାଇଥାଉ। ଏବଂ ତାଙ୍କର କହିବା ଅନୁଯାୟୀ ଯେଉଁ ଆମେ ଯଦି ଉଦାହରଣ ନେବା, ଉଦାହରଣ ସ୍ୱରୂପ ଗୋଟେ କସ୍ମୋପଲିଟାନ୍ ସିଟି ଯଦି ଆମେ କହିବା ଲଣ୍ଡନ, ସେଠାରେ ଆମେ ଲୋକ ଦେଖିବା ଯେଉଁମାନେ ଭାରତୀୟ ସଂସ୍କୃତିର ଅଛନ୍ତି, ଆମେ ଲୋକ ଦେଖିବା ଯେଉଁମାନେ ଚୀନୀ ସଂସ୍କୃତିର ଲୋକ ଅଛନ୍ତି, ଆମେ ଦେଖିବା କିଛି ଲୋକ ମଧ୍ୟ ଥିବେ ବାଂଲାଦେଶ ସଂସ୍କୃତିର, କିଛି ଲୋକମାନେ ଥିବେ ଆମର ଆଫ୍ରିକୀୟ ସଂସ୍କୃତିର। ତେଣୁ ସେ କହିବା କଥା ଯେ ଗ୍ଲୋବାଲାଇଜେସନ୍ ଯେତେବେଳେ ହେଉଛି ବା ଆମର ଜଗତୀକରଣ ଯେତେବେଳେ ହେଉଛି, ସେଠାରେ ଅନେକ ସମୟରେ ଯେଉଁ ଆମର ଗ୍ଲୋବାଲ କସ୍ମୋପଲିଟାନ୍ ସୋସାଇଟି ରହିଛି ତାହାର ଏମର୍ଜେନ୍ସ ହେଉଛି ଏବଂ ସେଇଭଳି ଯେଉଁ ଆମର ସୋସାଇଟି ବା ସମାଜ ରହିଲା ତାର ସୃଷ୍ଟି ହେଉଛି। ଯଦି ଆମେ ଦେଖିବା ଆମର ଭାରତରେ କେତେ ଗୁଡ଼ିଏ ସେଇଭଳି ସୋସାଇଟି ରହିଛି, ଯେମିତି ଆମେ ଉଦାହରଣ ଦେବା ଦେଖିବା ଯଦି ଅରୋଭିଲ୍ ଇଣ୍ଟରନ୍ୟାସନାଲ ସୋସାଇଟି ଯାହା ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ, ସେଠାରେ ମଧ୍ୟ ଆମେ ଦେଖିବାକୁ ମିଳୁ ଏହା ଗୋଟେ କସ୍ମୋପଲିଟାନ୍ ସୋସାଇଟି ଏବଂ ସେଠାରେ ଆମେ ଦେଖିବାକୁ ପାଉ ଏହାକୁ ଇଣ୍ଟରନ୍ୟାସନାଲ ଟାଉନ୍ କୁହାଯାଏ, ଯେଉଁଠାରେ କି ବିଭିନ୍ନ ଦେଶର ଲୋକମାନଙ୍କୁ ଦେଖିବା ପାଇଁ ମିଳେ ଏବଂ ବିଭିନ୍ନ ସଂସ୍କୃତିର ଲୋକମାନଙ୍କୁ ଦେଖିବା ପାଇଁ ମିଳେ। ଏବଂ ଏହା ସମ୍ଭବ ହୋଇଛି କେବଳ ଜଗତୀକରଣ ପାଇଁ। ଯଦି ଆମେ ଦେଖିବା ଏହାପରେ ଆମେ ଆମର ଦ୍ୱିତୀୟ ସ୍କଲାର ହେଲେ ଆମେ ଯାହାକୁ ନାଁ ସହିତ ସମସ୍ତେ ପରିଚିତ ଉଲରିକ୍ ବେକ୍ଙ୍କର ଗୋଟିଏ ସନ୍ଦର୍ଭ ଥିଲା ଯାହା ଅତ୍ୟନ୍ତ ପପୁଲାର, ଯାହାକୁ ଆମେ କହୁ ରିସ୍କ ସୋସାଇଟି। ଏବଂ ତାଙ୍କର କହିବା ଅନୁଯାୟୀ ଯେଉଁ ଆମର ବିଶ୍ୱ ରହିଲା ତାହା ସେ ମୁଖ୍ୟତଃ ଦୁଇଟି କନସେପ୍ଟ ବ୍ୟବହାର କରିଥିଲେ, ଗୋଟେ ହେଉଛି ଗ୍ଲୋବାଲିଜିମ୍ ଆଉ ଗୋଟେ ହେଲା ଗ୍ଲୋବାଲିଟି। ଗ୍ଲୋବାଲିଜିମ୍ରେ ସେ କହିଥିଲେ ଯେ ସମଗ୍ର ବିଶ୍ୱ ବର୍ତ୍ତମାନ ଯେଉଁ ବିଶ୍ୱ ଅର୍ଥନୈତିକ ଯେଉଁ ପ୍ରୋସେସ୍ ରହିଛି ବା ଅର୍ଥନୈତିକ ଯେଉଁ ଆମର ପ୍ରକ୍ରିୟା ରହିଛି ତାହା ଦ୍ୱାରା ଡୋମିନେଟେଡ୍। ଏବଂ ଦ୍ୱିତୀୟଟି ଥିଲା ଗ୍ଲୋବାଲିଟିରେ ସେ କହିଥିଲେ ଯେ ଗୋଟିଏ କୌଣସି ବି ବିଷୟବସ୍ତୁ ବା କୌଣସି ବି ବସ୍ତୁ ବର୍ତ୍ତମାନ ଆମେ ଯଦି ଦେଖିବା ଗୋଟେ କେବଳ ଗୋଟେ ସଂକୀର୍ଣ୍ଣ ହୋଇ ଗୋଟିଏ ଲୋକାଲ ବା ଗୋଟେ ଆଞ୍ଚଳିକ ଏରିଆରେ ସୀମିତ ହୋଇନାହିଁ, ଏହା ବର୍ତ୍ତମାନ ଗୋଟେ ଯେଉଁ ଆମର ଗ୍ଲୋବାଲ ଏଣ୍ଟିଟି ରହିଛି ତା ସହିତ ସମ୍ମିଳିତ ହୋଇଛି। ଏବଂ ଯଦି ଦେଖିବା ସେ ଯେତେବେଳେ ଗ୍ଲୋବାଲିଜିମ୍ କଥା କହିଲେ ସେ ମୁଖ୍ୟତଃ ଉଠାଇଥିଲେ ବା ମୁଖ୍ୟତଃ ଆଲୋଚନା କରିଥିଲେ ସେମାନଙ୍କର ଯେଉଁ ଡୋମିନାନ୍ସ ରହିଛି ବା ସେମାନେ କିଭଳି ଭାବେ ସବୁବେଳେ ଚେଷ୍ଟା କରୁଛନ୍ତି ଯେ ଯେଉଁ ଆମର ବିକଶିତ ବା ଡେଭଲପିଂ ଏବଂ ବିକାଶମୁଖୀ ଦେଶ ଗୁଡ଼ିକ ରହିଲେ ଏବଂ ଯେଉଁ ଅନୁନ୍ନତ ଅଣ୍ଡର ଡେଭଲପଡ୍ କଣ୍ଟ୍ରିଜ୍ ରହିଲେ ବା ଦେଶ ଗୁଡ଼ିକ ରହିଲେ କିଭଳି ଭାବେ ସେମାନଙ୍କୁ ନିଜ ଆୟତ୍ତକୁ ଆଣିବା ପାଇଁ ଏବଂ ସେମାନଙ୍କ ନିଜର ପରିସୀମା ଭିତରକୁ ଆଣିବା ପାଇଁ। ଏବଂ ଯେଉଁ ଆମର ସେ ଯେତେବେଳେ କହିଲେ ଯେଉଁ ଗ୍ଲୋବାଲିଜିମ୍ କନସେପ୍ଟର ବ୍ୟବହାର କରିଥିଲେ, ସେ କହିଥିଲେ ଯେଉଁ ନିଓ ଲିବରାଲ ଆଇଡିଓଲୋଜି ଯେଉଁ କୁହାଯାଏ, ଆମର ଯେଉଁ ଅତି ଲିବରାଲିଜିମ୍ ପରେ ଯେଉଁ ନିଓ ଲିବରାଲିଜିମ୍ ଆସିଲା, ଯାହାକୁ ଆମେ କୁହାଯାଏ ଯେ ଯେଉଁ ଆମର ଗ୍ଲୋବାଲାଇଜେସନ୍ ବା ଜଗତୀକରଣର ଗୋଟେ ଚରମ ସୋପାନ, ଯେଉଁଠାରେ କି ଆମର ପ୍ରାଇଭେଟାଇଜେସନ୍ ବା ଘରୋଇକରଣ ଏବଂ ଘରୋଇକରଣ ଯେତେ ଗୁଡ଼ିଏ ସଂସ୍ଥା ରହିଛି ସବୁଗୁଡ଼ିକ ତାହା ଆର୍ଥିକ ସଂସ୍ଥା ଆମର ପ୍ରକ୍ରିୟା ହେଉ କିମ୍ବା ସାଂସ୍କୃତିକ ପ୍ରକ୍ରିୟା ହେଉ କିମ୍ବା ଯେଉଁ ଆମର ସାମାଜିକ ପ୍ରକ୍ରିୟା ରହିଛି, ସବୁ କିଭଳି ଭାବେ ଗୋଟେ ଘରୋଇକରଣ ବା ପ୍ରାଇଭେଟାଇଜେସନ୍ ବା ପ୍ରାଇଭେଟ୍ କ୍ୟାପିଟାଲିଷ୍ଟ ଯେଉଁ ଆମର ରହିଲେ ବା ଘରୋଇ ଯେଉଁ ଆମର ପୁଞ୍ଜିପତିମାନେ ରହିଲେ ସେଇମାନଙ୍କ ଦ୍ୱାରା କିଭଳି ଭାବେ ଡୋମିନେଟ୍ କରାଯାଇଥାଏ। ଏବଂ ତାଙ୍କର କହିବା ଅନୁଯାୟୀ ଯେଉଁ ଆମର ଗ୍ଲୋବାଲିଟି କନସେପ୍ଟ ରହିଲା, ଦ୍ୱିତୀୟ କନସେପ୍ଟଟି ସେ ଆଲୋଚନା କରିଥିଲେ। ସେ ଗ୍ଲୋବାଲିଟି କନସେପ୍ଟରେ ସେ ତାଙ୍କର କହିବା ଅନୁଯାୟୀ ଯେ କୌଣସି ବି ବିଷୟବସ୍ତୁ ଏହା କେବଳ ବର୍ତ୍ତମାନ ସୀମିତ ହୋଇନାହିଁ କୌଣସି ଆଞ୍ଚଳିକ ଲେଭେଲରେ, ଏବଂ ଗୋଟେ ଛୋଟ ଇନସିଡେଣ୍ଟ ବା ଛୋଟ ଯେଉଁ ଆମର ଘଟଣା କିଭଳି ଭାବେ ସମଗ୍ର ବିଶ୍ୱକୁ କ୍ଷଣିକରେ ହିଁ ବ୍ୟାପି ଯାଉଛି। ଏବଂ ସେ କହିଥିଲେ ଯେଭଳି ଉଦାହରଣ ଆମେ ଯେଉଁ ଗୋଟେ ଉଦାହରଣ ନେଇପାରିବା, ବର୍ତ୍ତମାନ
ଆଗରୁ ଯେତେବେଳେ ଭୂକମ୍ପ ହେଉଥିଲା ବା କୌଣସି ଇନସିଡେଣ୍ଟ ହେଉଥିଲା, କୌଣସି ନ୍ୟାଚୁରାଲ କାଲାମିଟି ବା ଯେଉଁ ଆମର ପ୍ରାକୃତିକ ବିପର୍ଯ୍ୟୟ ହେଉଥିଲା, ଲୋକମାନେ କିଭଳି ଜାଣିବା ପାଇଁ ମାସ ମାସ ଲାଗିଯାଉଥିଲା, ଅନେକ ସମୟ ଲୋକମାନେ ଜାଣି ମଧ୍ୟ ପାରୁନଥିଲେ। କିନ୍ତୁ ବର୍ତ୍ତମାନ ଗୋଟେ ସାମାନ୍ୟ ଛୋଟ ଘଟଣା ହେଲେ କିମ୍ବା ଗୋଟେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଲେ କିମ୍ବା କୌଣସି ଗୋଟେ ଏଭଳି ଘଟଣା, ଗୋଟେ ଛୋଟ ଲୋକାଲ ୟୁନିଟ୍ ଯେଉଁ ଆମର ପରିସୀମା ରହିଛି ବା ଗୋଟେ ଯେଉଁ ଆଞ୍ଚଳିକ କ୍ଷେତ୍ରରେ ଯଦି ଗୋଟେ ଘଟଣା ହୁଏ, ତାହା କିଭଳି ଭାବେ ସମଗ୍ର ବିଶ୍ୱକୁ କ୍ଷଣିକ ସମୟ ମଧ୍ୟରେ ବ୍ୟାପି ଯାଇଥାଏ ଏବଂ ଅନେକ ସମୟରେ ଦେଖାଯାଇଥାଏ ଯେ ଏଇ ଛୋଟ ଛୋଟ ଘଟଣାକୁ ନେଇକରି ମଧ୍ୟ କିଭଳି ବିଶ୍ୱ ଆମର ଗ୍ଲୋବାଲ ଲେଭେଲରେ ବା ଯେଉଁ ଆନ୍ତର୍ଜାତିକ କ୍ଷେତ୍ରରେ କିଭଳି ଅନ୍ୟ ଦେଶମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥାନ୍ତି। ଆମେ ଅନେକ ସମୟରେ ଦେଖୁ ନ୍ୟୁଜ୍ ଚ୍ୟାନେଲରେ ଯେତେବେଳେ ଗୋଟିଏ କିଭଳି ଗୋଟେ ଜେଣ୍ଡର ବେସ୍ ଭାଉଲେନ୍ସ ହଉ କିମ୍ବା ଆମର ଗୋଟେ ଇନିକ୍ୱାଲିଟି ବା ଯେଉଁ ଅସମାନତାକୁ ନେଇକି କୌଣସି ଯଦି ମୁଭମେଣ୍ଟ ହେଲା ବା ଆନ୍ଦୋଳନ ହେଲା, କିମ୍ବା ଆମେ ଯେଭଳି ଦେଖିଲେ ଯେଉଁ କୃଷି ଆନ୍ଦୋଳନ ହେଇଥିଲା ଆମର ପଞ୍ଜାବ ଏବଂ ହରିୟାଣା ବର୍ଡରରେ, ଯଦି ଦେଖାଯାଏ ସୀମାରେ କିଭଳି ଭାବେ ସେ ଯେଉଁ ଆନ୍ଦୋଳନ, ଯାହା ଗୋଟିଏ ଆଞ୍ଚଳିକ ଇସ୍ୟୁ ହେଇଥିଲା ବା ଗୋଟେ ଆଞ୍ଚଳିକ ବିଷୟବସ୍ତୁ ହେଇଥିଲା, ତା କିଭଳି ଭାବେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା ଏବଂ ବିଶ୍ୱର ଅନେକ ଗୁଡ଼ିଏ ସଂଗଠନ ଯଦି ଆମେ ଦେଖିବା କିଭଳି ଭାବେ ନିଜର ସମର୍ଥନ ର ହାତ ବଢ଼ାଇଥିଲେ। ଏବଂ ଯଦି ଦେଖାଯାଏ ବଡ଼ ବଡ଼ ଯେଉଁ ଗୁଣୀ ବ୍ୟକ୍ତିମାନେ ରହିଲେ କିମ୍ବା ଯେଉଁମାନେ ବିଶ୍ୱର ନାମୀ ବ୍ୟକ୍ତିମାନେ ରହିଲେ ବା ଗୁଣୀ ବ୍ୟକ୍ତିମାନେ ରହିଲେ, ସେମାନେ ମଧ୍ୟ କିଭଳି ଭାବେ ନିଜର ପ୍ରତିକ୍ରିୟା ରଖିଥିଲେ। ଆମେ ଯଦି ଦେଖିବା ଯେଉଁ ଚାଷୀ ଆନ୍ଦୋଳନ ହେଇଥିଲା, କିଭଳି ନୋଆମ ଚମ୍ସ୍କି ଯିଏ ଆମର ଜଣେ ବିଶ୍ୱର ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଏବଂ ଅନ୍ୟ ଯେଉଁ ଆମର ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ, ଆହୁରି କେତେ ଗୁଡ଼ିଏ ଲୋକ ରହିଲେ, ସେମାନେ କିଭଳି ଭାବେ ନିଜର ପ୍ରତିକ୍ରିୟା ରଖିଥିଲେ ଏବଂ କେତେ ଗୁଡ଼ିଏ ଗ୍ଲୋବାଲ ଅର୍ଗାନାଇଜେସନ ବା ଯେଉଁ ଆମର ରହିଲା ବିଶ୍ୱସ୍ତରୀୟ କେତେ ଗୁଡ଼ିଏ ସଂସ୍ଥା ଥିଲା ବା ସଂଗଠନ ଥିଲା, ସେମାନେ କିଭଳି ଭାବେ କହିଥିଲେ ଯେ ଭାରତରେ ଯେଉଁ ଆନ୍ଦୋଳନ ଚାଲିଛି ତାହା କେବଳ ସୀମିତ ନୁହେଁ ସେହି ରାଜ୍ୟ ଗୁଡ଼ିକୁ ବା ସେହି ଅଞ୍ଚଳ ଗୁଡ଼ିକୁ, ବରଂ ଏଇ ଯେଉଁ ଆନ୍ଦୋଳନ ଚାଲିଛି ତାକୁ ଆମର ସମର୍ଥନ ଅଛି ଏବଂ ସମଗ୍ର ବିଶ୍ୱ ଏହାକୁ ସମର୍ଥନ କରୁଛି। ଏବଂ ଯଦି ଦେଖିବା କେବଳ ସେତିକି ସେମାନେ କରିନଥିଲେ, ବରଂ ସେମାନେ ଗ୍ଲୋବାଲ ଲେଭେଲରେ ଯଦି ଦେଖାଯାଏ କେତେ ଗୁଡ଼ିଏ ବିଶ୍ୱବିଦ୍ୟାଳୟ ଥିଲା କିମ୍ବା କେତେ ଗୁଡ଼ିଏ ପବ୍ଲିକ ଫୋରମ ଥିଲା, ଯେଉଁଠାରେ ମଧ୍ୟ ସେମାନେ ଏ ବିଷୟରେ ଆଲୋଚନା କରିଥିଲେ, ତର୍ଜମା କରିଥିଲେ ଏବଂ କେତେ ଗୁଡ଼ିଏ ସନ୍ଦର୍ଭ ମଧ୍ୟ ପ୍ରକାଶିତ ହୋଇଥିଲା। ଆମେ ଯଦି ଦେଖିବା ଗୋଟେ ଜର୍ନାଲ ଅଛି, ଜର୍ନାଲ ଅଫ ପ୍ରେଜେଣ୍ଟ ଷ୍ଟଡିଜ, ଯାହା ବିଶ୍ୱର ଗୋଟିଏ ଯାହା କୁହାଯାଏ ବଡ଼ ଜର୍ନାଲ ଏବଂ ଏଥିରେ ବହୁତ ବଡ଼ ବଡ଼ ଲୋକମାନେ ବା ସ୍କଲାର ମାନେ ନିଜର ସନ୍ଦର୍ଭ ପ୍ରକାଶ କରିଛନ୍ତି। ସେହି ଜର୍ନାଲ ଅନେକ 2-3 ଆମର ଯେଉଁ କେତେ ଗୁଡ଼ିଏ ୟୁନିଭର୍ସିଟି ସହିତ ମିଶି ଗୋଟିଏ ଆଲୋଚନା ଚକ୍ର ଅର୍ଗାନାଇଜ କରିଥିଲେ ଏବଂ ସେଥିରେ ବିଶ୍ୱର ଅନେକ ଗୁଡ଼ିଏ ସ୍କଲାର ବା ଯେଉଁ ଆମର ପ୍ରଫେସର୍ସ ମାନେ ରହିଲେ ବା ଯେଉଁମାନେ ଗବେଷକ ମାନେ ରହିଲେ, ଯେଉଁମାନେ କୃଷି ସମ୍ବନ୍ଧୀୟ ଗବେଷଣାରେ ନିୟୋଜିତ, ସେମାନେ କିଭଳି ଭାବେ ପାର୍ଟିସିପେଟ୍ କରିଥିଲେ ଏବଂ ସେମାନେ ତାଙ୍କର ମନ୍ତବ୍ୟ ରଖିଥିଲେ ଏବଂ ସେମାନେ କିଭଳି ଭାବେ ସମାଲୋଚନା କରିଥିଲେ ଯେ ଏଇ ଯେଉଁ ପଲିସି ଅଣାଯିବା ଦ୍ୱାରା ଯେ କୃଷି ସମ୍ପ୍ରଦାୟ କିଭଳି ସଙ୍କଟର ବା ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ କହିବାର କାରଣ ତାତ୍ପର୍ଯ୍ୟ ହେଉଛି ଯେ ଏଇ ଯେଉଁ ଛୋଟିଆ ଇସ୍ୟୁ ଗୋଟେ ଥିଲା ବା ଯେଉଁ ଇସ୍ୟୁଟି କେବଳ ଗୋଟିଏ ବା ଦୁଇଟି ରାଜ୍ୟକୁ ନେଇ ଆରମ୍ଭ ହୋଇଥିଲା ଏବଂ ଏହା କେବଳ ଗୋଟିଏ ଦୁଇଟି ରାଜ୍ୟର ପରିସୀମା ବା ବାଉଣ୍ଡରୀ ବା ଟେରିଟୋରିକୁ ମଧ୍ୟରେ ସୀମିତ ଥିଲା, ତା କିଭଳି ଭାବେ କ୍ଷଣିକ ମଧ୍ୟରେ କିଭଳି ଭାବେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା ଏବଂ ସମଗ୍ର ବିଶ୍ୱର ଯେଉଁମାନେ ସ୍କଲାର ମାନେ ଥିଲେ ବା ଲୋକମାନେ ଥିଲେ, ସେମାନେ କିଭଳି ଭାବେ ନିଜର ପ୍ରତିକ୍ରିୟା ରଖିଥିଲେ। ଏବଂ ଏହାପରେ ଆମେ ଆଲୋଚନା କରିବା ସାମୁଏଲ ପି ହଣ୍ଟିଂଟନ। ସାମୁଏଲ ପି ହଣ୍ଟିଂଟନଙ୍କର ଯେଉଁ ସନ୍ଦର୍ଭଟି ଥିଲା ଦ କ୍ଲାସ୍ ଅଫ୍ ସିଭିଲାଇଜେସନ୍ସ ଇନ୍ ଦ ରିମେକିଂ ଅଫ୍ ୱାର୍ଲଡ ଅର୍ଡର, ଏହା ଏକ ଲୋକପ୍ରିୟ ସନ୍ଦର୍ଭ ଏବଂ ଆଜି ମଧ୍ୟ ଏହାର ଯେଉଁ ଆମର ସିଗ୍ନିଫିକାନ୍ସ ରହିଛି ବା ଯେଉଁ ଇମ୍ପୋର୍ଟାନ୍ସ ରହିଛି, ଏହା ସୂଚାଇ ଦିଏ ଯେ ହଣ୍ଟିଂଟନଙ୍କର ଯେଉଁ ଆମର ରହିଥିଲା ଯୋଗଦାନ ରହିଛି ବା ତାଙ୍କର ଯେଉଁ କଣ୍ଟ୍ରିବ୍ୟୁସନ୍ ରହିଛି ଯେଉଁ ଷ୍ଟଡିଜ୍ ଗ୍ଲୋବାଲାଇଜେସନ୍ ଷ୍ଟଡିଜକୁ, ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏବଂ ତାଙ୍କର କହିବା ଅନୁଯାୟୀ ସିଏ ଯେଉଁ ସମଗ୍ର ବିଶ୍ୱକୁ କେତେ ଗୁଡ଼ିଏ ସିଭିଲାଇଜେସନରେ ବିଭକ୍ତ କରିଥିଲେ। ପ୍ରଥମଟି ଥିଲା ସେନିକ୍ ସିଭିଲାଇଜେସନ୍, ତାପରେ ଆମର ଅର୍ଥୋଡକ୍ସ ସିଭିଲାଇଜେସନ୍,
ଯାହାର ଉଦାହରଣ ସେ ଦେଇଥିଲେ ରଷିଆ, ସିନିକ୍ ସିଭିଲାଇଜେସନର ଉଦାହରଣ ଦେଇଥିଲେ ଚାଇନା, ଏବଂ ଏହାପରେ ହିନ୍ଦୁ ସିଭିଲାଇଜେସନ, ଆମର ଇସଲାମିକ ସିଭିଲାଇଜେସନ, ଦେନ୍ ଆମର ରହିଲା ଆମର ପଶ୍ଚିମ ଯେଉଁ ୟୁରୋପର କେତେ ଗୁଡ଼ିଏ ଯେଉଁ ସିଭିଲାଇଜେସନ ରହିଲା ତାହା ବିଷୟରେ କହିଥିଲେ। ଏବଂ ଏହାପରେ ସେ କହିଥିଲେ ନର୍ଥ ବା ଆମର ଉତ୍ତର ଆମେରିକାର ସିଭିଲାଇଜେସନ ସମ୍ବନ୍ଧରେ। ଏବଂ ସେ କହିଥିଲେ ଯେ ଯେଉଁ ଆମର ସିଭିଲାଇଜେସନ ଗୁଡ଼ିକ ରହିଲା ସେମାନେ ମୁଖ୍ୟତଃ ସବୁଠୁ ପୁରୁଣା ଯେଉଁ ଆମର କୁହାଯାଏ ଯେଉଁ ମାନବ ଯେଉଁ ଆସୋସିଏସନ ରହିଲା ବା ହ୍ୟୁମାନ୍ ଆସୋସିଏସନ ରହିଲା ସେଟା ସବୁ ସିଭିଲାଇଜେସନ ହେଲା ସବୁଠୁ ପୁରୁଣା। ଏବଂ ଯଦି ଦେଖାଯାଏ ଏଇଥିରୁ ହିଁ ଯେଉଁ ଆମର ସାଂସ୍କୃତିକ ପରିଚୟ ଗୋଟିଏ ସିଭିଲାଇଜେସନ ହିଁ ସୃଷ୍ଟି ହୋଇଥାଏ। ଏବଂ ଯଦି ଦେଖାଯାଏ ଯେଉଁ ସିଭିଲାଇଜେସନ ରହିଛି ଏହା କେବଳ ଗୋଟିଏ ରାଜ୍ୟ ବା ଗୋଟେ ଷ୍ଟେଟକୁ ନେଇ ସୀମିତ ନୁହେଁ, ଏହା ସବୁବେଳେ ଅନେକ ସମୟରେ ଗୋଟିଏ ଷ୍ଟେଟରୁ ଅଧିକ ହୋଇଥାଏ ଏବଂ ଏହା ଗୋଟିଏ ଟୋଟାଲିଟିକୁ ନେଇ ଗଠିତ ହୋଇଥାଏ। ଏବଂ ଯଦି ଦେଖାଯାଏ ସବୁଠୁ ମୁଖ୍ୟ ଯାହା ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ, ସେ କହିଥିଲେ ଯେ ସିଭିଲାଇଜେସନ ଗୁଡ଼ିକ ସେମାନେ ଯେଉଁ ଧର୍ମ ରହିଛି ଧର୍ମ ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ବା କନେକ୍ଟେଡ। ଏବଂ ସେ କହିଥିଲେ ଯେ ଗୋଟେ ସମୟ ଆସିବ ଯେ ସିଭିଲାଇଜେସନାଲ କ୍ରାଇସିସ୍ ଉପରେ ମୁଖ୍ୟତଃ ଭାବରେ କହିଥିଲେ, ବା ଯେଉଁ ସିଭିଲାଇଜେସନ ଅଛି ସେଗୁଡ଼ିକ ବିଶ୍ୱର ବିଭିନ୍ନ ସିଭିଲାଇଜେସନ ଯେଉଁ ଆମେ କହିଲେ, ସେ ପ୍ରଥମେ ସିନିକ୍ କହିଥିଲେ, ତାପରେ ଇସଲାମିକ କହିଥିଲେ, ହିନ୍ଦୁ ସିଭିଲାଇଜେସନ କଥା କହିଲେ, ସେ ଯେଉଁ ସିଭିଲାଇଜେସନ ଗୁଡ଼ିକ କହିଥିଲେ, ସେ କହିଥିଲେ କିଭଳି ଭାବେ ଗୋଟେ ସମୟ ଆସିବ ଏଇ ଯେଉଁ ସିଭିଲାଇଜେସନ ଗୁଡ଼ିକ ମଧ୍ୟରେ ଗୋଟେ କନ୍ଦଳ ସୃଷ୍ଟି ହେବ, ଅନ୍ତର୍କନ୍ଦଳ ବା କନଫ୍ଲିକ୍ଟ ବା କ୍ଲାସ ସୃଷ୍ଟି ହେବ। ଏବଂ ଏଇ ଯେଉଁ କ୍ଲାସ ସୃଷ୍ଟି ହେବ ଏହା ଜନ୍ମ ଦେବ ବା ଯେଉଁ କେତେ ଗୁଡ଼ିଏ ସିଭିଲାଇଜେସନ ରହିଛି ଯାହା ପ୍ରଥମରୁ ନିଜର ପ୍ରାଧାନ୍ୟ ଜଣେଇ ଆସିଥିଲେ ସେମାନଙ୍କର ବା ପ୍ରୁଭ୍ କରି ଆସିଥିଲେ ସେମାନେ ତାଙ୍କର ପ୍ରାଧାନ୍ୟ ହରାଇବେ। ଏବଂ କେତେ ଗୁଡ଼ିଏ ନୂଆ ଯେଉଁ ସିଭିଲାଇଜେସନ ରହିଲା ସେମାନେ କିଭଳି ଭାବେ ନିଜର ସମୟାନୁକ୍ରମେ ପ୍ରାଧାନ୍ୟ ବଢ଼ାଇବେ। ତେଣୁ ସେ ଯେତେବେଳେ ଦେଖିଥିଲେ ସେ ଗୋଟିଏ କଥା କହିଥିଲେ ଯେ ଯେତେବେଳେ 1990 ମସିହାରେ ଗୋଟିଏ ଯେଉଁ ଆମର କ୍ଲାସ୍ ଯେଉଁ ଯେତେବେଳେ ଲିବରାଲାଇଜେସନ ଆସିଲା ବା ଆମର ଯେଉଁ ଜଗତୀକରଣ ଯେତେବେଳେ ଆମର ଯେଉଁ ଅନୁନ୍ନତ ଦେଶମାନଙ୍କରେ ଆରମ୍ଭ ହେଲା, ସେତେବେଳଠୁ ହିଁ ଗୋଟିଏ ଆମର ଯେଉଁ ଆଇଡ଼ିଆସ୍ ରହିଲା ବା ଯେଉଁ ଆଇଡ଼ିଓଲୋଜି ରହିଲା ତା ଭିତରେ କିଭଳି ଭାବେ ଗୋଟିଏ ଯେଉଁ ଆମର କନଫ୍ଲିକ୍ଟ ବା କନ୍ଦଳ ର ପ୍ରଥମ ସୋପାନ ବା ଯେଉଁ ଫାଉଣ୍ଡେସନ ଆମର ରହିଛି ମୂଳଦୁଆ ପଡ଼ିଯାଇଥିଲା। ଏବଂ ଏହାପରେ କିଭଳି ଭାବେ ଏଇ ଯେଉଁ କନ୍ଦଳ ସୃଷ୍ଟି ହୋଇଛି ଏହା କିଭଳି ଭାବେ ଦିନେ ନା ଦିନେ ତାର ଯେଉଁ ଆମର ହେଲା ଚରମ ସୋପାନରେ କିଭଳି ଭାବେ ପହଞ୍ଚିବ ଏବଂ ତାକୁ ସେ ପ୍ରମାଣିତ କରିବାକୁ ଯାଇ ସେ ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ଯେଉଁ ୱେଷ୍ଟ ରହିଲା ବା ମୁଖ୍ୟତଃ ଭାବେ ଯେଉଁ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ଆମେରିକା ରହିଲା, ଦିନ ଆସିବ ଏହାର ପତନ ହେବ। ଏବଂ ଯଦିଓ ଏ ପତନ ଓଭର ଦ ନାଇଟ୍ ବା ସେ କହିଥିଲେ ତୁରନ୍ତ ହେବ ନାହିଁ ବା ଜଲ୍ଦି ହେବ ନାହିଁ, କିନ୍ତୁ ଧୀରେ ଧୀରେ ବା ଗୋଟେ ସ୍ଲୋ ପ୍ରୋସେସରେ ଆମେରିକୀୟ ସଂସ୍କୃତି ବା ଆମେରିକୀୟ ସମାଜର ପତନ ହେବ ଏବଂ ସେମାନଙ୍କର ଯେଉଁ ଡୋମିନାନ୍ସ ରହିଛି ବା ଯେଉଁ ପ୍ରାଧାନ୍ୟ ରହିଛି ତାହା ଦିନକୁ ଦିନ କମିଯିବ। ଏବଂ ସେ କହିଥିଲେ ଏହା କିଭଳି ଭାବେ ହେବ ନା ଏହା ମୁଖ୍ୟତଃ କ୍ଷମା କରିବେ ये जो प्रोसेस हम बा जो परिवर्तन हम या द्वारा दुईटी जिनस हम गोटे हम जो आमर एशियन सोसाइटी रहा जो एशिया महादेश रहा एशियार जो समाज गुड़िक रहा ये एशियार समाज गुड़िक उत्थान हो ये जो उत्थान हो यह जो आमर वर्तमान आम देखिपर जे किभଳି भाव जो हंटिंगटन जो अप्रोच रही किभଳି भाव सठिक प्रमाणित होगा जाऊँगी। जदि देखा आम जो वर्तमान जो आमर चाइना रहा बा चीन भली देश रहा जहाँ दिने विश्व इतिहास रे जो चीन भली देश रहा जहाँ विश्व इतिहास रे एक दिन था यह कौन से एक मुख्य जो कह जाए पोजिशन रे नथिला, किंतु गोटे एभली समय आछि जे समग्र विश्व वर्तमान
ଚୀନ ଉପରେ ଅନେକାଂଶରେ ନିର୍ଭର କରୁଛି। ଯଦି ଆମେ ଦେଖିବା ଯେଉଁ ଆମର ମାନୁଫ୍ୟାକ୍ଚରିଂ ହଉ ବା କୌଣସି ଦ୍ରବ୍ୟ ବା ଯେଉଁ ବସ୍ତୁର ଉତ୍ପାଦନ ହେଉ, ଅନେକ କ୍ଷେତ୍ରରେ ଚୀନ ଭଳି ଦେଶ, ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା ଯେଉଁ ଆମର ବୃହତ୍ ଦେଶ ଗୁଡ଼ିକ ରହିଲା ଆମର ରଷିଆ କିମ୍ବା ଆମର ଯେଉଁ ଉନ୍ନତ ଦେଶ ଇଂଲଣ୍ଡ, ଫ୍ରାନ୍ସ, ତାଙ୍କଠୁ ଅନେକ ଗୁଣରେ ବର୍ତ୍ତମାନ ଅର୍ଥନୀତିଜ୍ଞମାନଙ୍କର କହିବା ଅନୁଯାୟୀ ଚୀନ ଆଗୁଆ ରହିଛି। ଏବଂ ଯଦି ଦେଖାଯାଏ ଯେଉଁ ଦ୍ୱିତୀୟ କନସେପ୍ଟ ଆମର କହିଲା, ଇଭେନ୍ ଆମର ଯେଉଁ ସାମୁଏଲ ପି ହଣ୍ଟିଂଟନ ଯେତେବେଳେ ତର୍ଜମା କରିଥିଲେ ଏ ଯେଉଁ ଏସିଆନ୍ ଦେଶ ବା ଯେଉଁ ଏସିଆ ମହାଦେଶର ଯେଉଁ କେତେ ଗୁଡ଼ିଏ ଦେଶ ଗୁଡ଼ିକ ରହିଲେ, ସେମାନେ କିଭଳି ଭାବେ, ସେ ମଧ୍ୟ ଭାରତର ଉଦାହରଣ ଦେଇଥିଲେ ଏବଂ ସେ କହିଥିଲେ ଯେ ଏଇ ଦେଶ ଗୁଡ଼ିକ ଦିନ ନା ଦିନ ଉପରକୁ ଏଇଥିପାଇଁ ଉଠିବେ ଯେ ସେମାନଙ୍କର ଗୋଟେ କନଜ୍ୟୁମର ବେସ୍ ରହିଛି ବା ଯେଉଁ ଉପଭୋକ୍ତା ଯେଉଁମାନେ ରହିଲେ, ଯେଉଁ ଉପଭୋକ୍ତା ଆମର ଯେଉଁ ଆଧୁନିକ ଅର୍ଥନୀତିର ମେରୁଦଣ୍ଡ ବୋଲି କୁହାଯାଏ, ସେମାନଙ୍କ ପାଖରେ ସେଇ ଯେଉଁ ଉପଭୋକ୍ତାଙ୍କର ସଂଖ୍ୟା ଅଧିକ ରହିଛି। ଏହାପରେ ସେ ଯେଉଁ ଦ୍ୱିତୀୟ କନସେପ୍ଟଟି କହିଥିଲେ ଆମର ରିସର୍ଜେନ୍ସ ଅଫ୍ ଇସଲାମ, ସେ କହିଥିଲେ, ସେ ପ୍ରଥମେ ଯେତେବେଳେ କହିଥିଲେ ତାଙ୍କର ଯେଉଁ ସନ୍ଦର୍ଭଟି ଥିଲା, ସେ କହିଥିଲେ ଯେ ଯେଉଁ ଇସଲାମ ସମ୍ପ୍ରଦାୟ ରହିଲା, ଇସଲାମ ସମ୍ପ୍ରଦାୟ କିଭଳି ଭାବେ ଗୋଟିଏ ଯେଉଁ ମିଡିଲ ଇଷ୍ଟ କଣ୍ଟ୍ରି ଗୁଡ଼ିକ ରହିଲେ, ମିଡିଲ ଇଷ୍ଟ କଣ୍ଟ୍ରି ଗୁଡ଼ିକ କିଭଳି ଭାବେ ଯେଉଁ ଆମର ଗ୍ଲୋବାଲାଇଜେସନ ବା ଜଗତୀକରଣର ମଝିରେ ସେମାନେ କିଭଳି ଭାବେ ଯେଉଁ ସଙ୍କଟର ସମ୍ମୁଖୀନ ହେବେ, କାରଣ କେତେ ଗୁଡ଼ିଏ ଦେଶ ତାଙ୍କୁ ଚେଷ୍ଟା କରିବେ ତାଙ୍କର ଯେଉଁ ଆମର ଟେରିଟୋରୀ ଅଛି, ବାଉଣ୍ଡରୀ ଅଛି, ତାକୁ କ୍ୟାପଚର କରିବା ପାଇଁ ଏବଂ ସେମାନଙ୍କୁ ଇସଲାମିକ ଯେଉଁ କଣ୍ଟ୍ରି ଗୁଡ଼ିକ ରହିଲେ ସେମାନେ କିଭଳି ଭାବେ ନିଜକୁ ଯୁଦ୍ଧ ଏବଂ ସବୁବେଳେ ହିଂସାରେ ନିୟୋଜିତ କରିବେ। ଏବଂ ସିଏ ମଧ୍ୟ ଅଭିଯୋଗ କରିଥିଲେ ଯେ ଯେଉଁ ଇସଲାମିକ ଦେଶ ଗୁଡ଼ିକ ରହିଲେ ବା ଯେଉଁ ଇସଲାମ ଧର୍ମ ରହିଲା, ସେ କିଭଳି ଭାବେ ସବୁବେଳେ ହିଂସାପରାୟଣ ଏବଂ ହିଂସାର ସାହାଯ୍ୟ ନେଇଥାନ୍ତି ଏବଂ ସବୁବେଳେ ସେମାନଙ୍କର ଯୁଦ୍ଧକର ମନୋବୃତ୍ତି ରହିଥାଏ। ତେଣୁ ସେମାନଙ୍କର କହିବା ଅନୁଯାୟୀ ଏଇ ଯେଉଁ ନୀତି ସେମାନଙ୍କୁ ଦିନେ ସାହାଯ୍ୟ କରିବ ତାଙ୍କର ଅନେକ ଗୁଡ଼ିଏ ଦେଶକୁ ଡୋମିନେଟ୍ କରିବା ପାଇଁ। ଏବଂ ଯେଉଁ ଜିଓ ପଲିଟିକାଲ ରହିଲା ବା ଆମର ଯେଉଁ ବିଶ୍ୱର ରାଜନୈତିକ ପରିସ୍ଥିତି ରହିଲା, ତାହା କିଭଳି ଭାବେ ସାହାଯ୍ୟ କରିବ ଏଇ ଯେଉଁ ଇସଲାମିଷ୍ଟ କଣ୍ଟ୍ରି ଗୁଡ଼ିକ ର ଉତ୍ଥାନ ପାଇଁ। କିନ୍ତୁ ଯଦି ଆମେ ଦେଖିବା ହଣ୍ଟିଂଟନ ଯେଉଁ ଆମର କହିଥିଲେ ଯେ ଯେଉଁ ରିସର୍ଜେନ୍ସ ଅଫ୍ ଇସଲାମ ହେବ କିମ୍ବା ଯେଉଁ ଆମର ଇସଲାମିକ ଦେଶ ଗୁଡ଼ିକ ବା ଇସଲାମ ଧର୍ମ ସମ୍ବନ୍ଧରେ ଯାହା ସେ କ୍ରିଟିସାଇଜ କରିଥିଲେ, ତାହାକୁ ଅନେକ ଗୁଡ଼ିଏ ଯେଉଁ ସ୍କଲାର ରହିଲେ ସେମାନେ ସମାଲୋଚନା କରିଥିଲେ। ଏବଂ ଏଇ ଯେଉଁ ସମାଲୋଚନା କରାଯାଇଥିଲା, ସେମାନେ ଯେଉଁ ସ୍କଲାର ମାନେ କହିଥିଲେ ଯେ ହଣ୍ଟିଂଟନଙ୍କର ଯେଉଁ ପର୍ସପେକ୍ଟିଭ ରହିଛି ବା ତାଙ୍କର ଯେଉଁ ତର୍ଜମା କରିବାର ଯେଉଁ ଶୈଳୀ ରହିଛି, ଏହା ଅନେକ କ୍ଷେତ୍ରରେ ଏକପାଖିଆ ଏବଂ ସିଏ ହୁଏତ ତାଙ୍କର ଗୋଟିଏ ପର୍ସନାଲ ବା ବ୍ୟକ୍ତିଗତ ଡିସଲାଇକନେସ୍ ରହିଛି ଯେଉଁ ଆମର ଇସଲାମ ଧର୍ମ ପ୍ରତି। ଏବଂ ସିଏ ଚେଷ୍ଟା କରିଛନ୍ତି ଇସଲାମ ଧର୍ମକୁ କ୍ରିଟିସାଇଜ କରିବା ପାଇଁ ଏବଂ ସିଏ ଯଦିଓ କ୍ରିଟିସାଇଜ କରିଛନ୍ତି, କିନ୍ତୁ ତାଙ୍କର ଯେଉଁ ଯୁକ୍ତି ରହିଛି ତାହାକୁ ସେ ପ୍ରମାଣିତ କରିପାରିନାହାନ୍ତି। ଏବଂ ସିଏ ଯେତିକି ଆମର ଏଭିଡେନ୍ସ ଦେଇଛନ୍ତି, ସେ ଏଭିଡେନ୍ସ ସଫିସିଏଣ୍ଟ ନୁହଁ ତାଙ୍କ ଯୁକ୍ତିକୁ ପ୍ରମାଣିତ କରିବା ପାଇଁ। ଏହା ତାଙ୍କର ଗୋଟିଏ ପର୍ସନାଲ ବାୟସନେସ୍। ଏବଂ ଯଦି ଦେଖାଯାଇଥିଲା ଯେ ଯେଉଁ ହଣ୍ଟିଂଟନ ଥିଲେ, ସେ ମୁଖ୍ୟତଃ ବ୍ୟସ୍ତ ହୋଇଯାଇଥିଲେ ଏବଂ ସେ ବ୍ୟସ୍ତ ହୋଇଥିଲେ କ'ଣ ପାଇଁ ନା, ସେ ବ୍ୟସ୍ତ ହୋଇଥିଲେ ଯେ ଦିନ ଆସିବ ଯେ ଯେଉଁ ଆମର ଯୁକ୍ତରାଷ୍ଟ୍ର ଆମେରିକା ରହିଛି ତାର ପତନ ହେବ ଏବଂ ସେ ତାର ପତନକୁ ନେଇ ଅତି ବ୍ୟଥିତ ଏବଂ ବ୍ୟତିବ୍ୟସ୍ତ ହୋଇଥିଲେ। ଏବଂ ସେ କହିଥିଲେ ଯେ ଏ ଯେଉଁ ଆମେରିକାର ପତନ ହେବ ବା ଯୁକ୍ତରାଷ୍ଟ୍ର ଆମେରିକାର ପତନ ହେବ, ଏହାର ମୁଖ୍ୟ କାରଣ ହେବ ଯେଉଁ ଆମର ମଲ୍ଟି ସିଭିଲାଇଜେସନାଲ କିମ୍ବା ଯେଉଁ ଆମର ମଲ୍ଟିକଲଚରାଲ ତାର ବୈଶିଷ୍ଟ୍ୟ ପାଇଁ କ୍ଷତିଗ୍ରସ୍ତ ହେବ। ଏବଂ ସେ କହିବା ଅନୁଯାୟୀ ଯେଉଁ କଲଚରାଲିଜିମ୍ ଆମର ରହିଛି ବା ଯେଉଁ ଅନେକ ଗୁଡ଼ିଏ ଯେଉଁ ସଂସ୍କୃତିର ମିଶ୍ରଣ ହେବା ଦ୍ୱାରା ଯେଉଁ ଯୁକ୍ତରାଷ୍ଟ୍ର ଆମେରିକାର ତାର ନିଜର ଗୋଟେ କଲଚରାଲ ଆଇଡେଣ୍ଟିଟି ରହିଛି ବା ଯେଉଁ ଆମର ସାଂସ୍କୃତିକ ପରିଚୟ ରହିଛି, ତାହା ଯୁକ୍ତରାଷ୍ଟ୍ର ଆମେରିକା ହରାଇବ। ଏବଂ ସେ ଉଦାହରଣ ଦେଇଥିଲେ ଯେ କିଭଳି ଭାବେ ଗୋଟେ ପଲିଟିକାଲ ପ୍ରୋସେସ ଯେତେବେଳେ ହେବ ଯେ ଆମେ
କୌଣସି ଗୋଟେ ଡିସିସନ୍ ନେବା ପାଇଁ ସେଠି କିଭଳି ଭାବେ ଯେଉଁ ନେଟିଭ୍ ଆମେରିକାନ୍ ରହିଛନ୍ତି ବା ଆମେରିକାର ନିଜ ବାସିନ୍ଦା ଯେଉଁମାନେ ଆମେରିକୀୟ ଯେଉଁ ନେଟିଭ୍ ଆମେରିକୀୟ ମାନେ ରହିଛନ୍ତି ସେମାନେ କିଭଳି ଭାବେ ତାଙ୍କ ସଂଖ୍ୟା କମି କମିଯିବ ଏବଂ ଯେଉଁ ଅନ୍ୟ ଦେଶର ଅନ୍ୟ ସଂସ୍କୃତିର ଲୋକମାନେ କିଭଳି ଭାବେ ଆସି ଆମେରିକାରେ ବସବାସ କରିବେ। ଏ ଯେଉଁ ମଲ୍ଟିକଲଚରାଲିଜିମ୍ ଆସିବ ଏହା କିଭଳି ଭାବେ ଆମେରିକାର ନିଜର ଯେଉଁ ସାଂସ୍କୃତିକ ପରିଚୟ ରହିଛି ତାକୁ କିଭଳି ଭାବେ ଦୁର୍ବଳ କରିଦେବ ଏବଂ ଏହା ଦ୍ୱାରା ଆମେରିକାର ପତନ ହେବ ଏବଂ ସିଏ ତାକୁ ସିଏ ମଧ୍ୟ ସଜେଷ୍ଟ କରିଥିଲେ ବା ସିଏ କେତେ ଗୁଡ଼ିଏ ଉପାୟ ଦେଇଥିଲେ ଯେ କ'ଣ କରିବା ଦ୍ୱାରା ଆମେରିକା ତାର ଯେଉଁ ପତନକୁ ରୋକିପାରିବ। ସେ କହିଥିଲେ ଯେ ପ୍ରଥମେ ହେଉଛି ତାର ଯେଉଁ ସାଂସ୍କୃତିକ ପରିଚୟ ରହିଛି ଗୋଟିଏ ପଶ୍ଚିମ ଦେଶ ଭାବରେ ତାକୁ ବଜାୟ ରଖିବାକୁ ପଡ଼ିବ ଏବଂ ଦ୍ୱିତୀୟ କହିଥିଲେ ଯେ ଯେଉଁ ଆମର ୱେଷ୍ଟର୍ଣ୍ଣ ସିଭିଲାଇଜେସନର ଯେଉଁ ଆମର କେତେ ଗୁଡ଼ିଏ ଯେଉଁ ସାଂସ୍କୃତିକ ପରିଚୟ ଯେଉଁ ରହିଛି ଗୋଟେ ଆମେରିକା ଦେଶର ଯେଉଁ କେତେକ ଯେଉଁ ସାଂସ୍କୃତିକ ପରିଚୟ ରହିଛି ତାକୁ ସିଏ କିଭଳି ଭାବେ ଅକ୍ଷୁଣ୍ଣ ରଖିବା ଉଚିତ ଆଉ ମଲ୍ଟିକଲଚରାଲିଜିମ୍ ଯେଉଁ ଡେଭଲପ୍ ହେଉଛି ତାକୁ କିଭଳି ଭାବେ ଆଭଏଡ୍ କରିବା ଉଚିତ ଏବଂ ଏହାପରେ ଆମେ ଦେଖିବା ଆଲୋଚନା କରିବା ଯେଉଁ ଆମର କଲଚରାଲ କନଭର୍ଜେନ୍ସ। ଯଦି ଦେଖାଯାଏ ଯେଉଁ କଲଚରାଲ କନଭରେନ୍ସ ବା ଯେଉଁ ଆମର କନଭର୍ଜେନ୍ସ ବା ଯେଉଁ ସାଂସ୍କୃତିକ କନଭର୍ଜେନ୍ସ ହେଉଛି ବା ମିଶ୍ରଣ ହେଉଛି ଏହା କିଭଳି ଭାବେ ଯେଉଁ ଆମର ଜଗତୀକରଣ ପାଇଁ ହେଉଛି। ଯଦି ଦେଖାଯାଏ ଆମର ଯେଉଁ ଜଗତୀକରଣ ହେଇଛି ଯେଉଁ ଜଗତୀକରଣ ହେଇଛି ଜଗତୀକରଣ ହେବା ଦ୍ୱାରା ଆମର କେତେ ଗୁଡ଼ିଏ ଯେଉଁ ଆମର ପ୍ରୋସେସ୍ ରହିଛି ତାହା କିଭଳି ଭାବେ ବା ଯେଉଁ କେତେ ଗୁଡ଼ିଏ ଯେଉଁ ପରିବର୍ତ୍ତନର ଯେଉଁ ପ୍ରକ୍ରିୟା ରହିଛି ତାହା କିଭଳି ଭାବେ ହେଇଛି ଆମେ ବର୍ତ୍ତମାନ ଆଲୋଚନା କରିବା। ଗୋଟିଏ ପକ୍ଷରେ କିଛି ସ୍କଲାର ରହିଲେ ବା କିଛି ବ୍ୟକ୍ତି ରହିଲେ ଯେଉଁମାନେ କ୍ରିଟିସାଇଜ୍ କରିଛନ୍ତି ଏବଂ କହିଛନ୍ତି ଯେ ଯେଉଁ ଆମର ଜଗତୀକରଣ ଗୋଟେ କଲଚରାଲ ଇମ୍ପେରିଆଲିଜିମ୍କୁ ଜନ୍ମ ଦେଉଛି। କଲଚରାଲ ଇମ୍ପେରିଆଲିଜିମ୍ ମାନେ ଅର୍ଥ ହେଉଛି ଯେ ଗୋଟେ ସାଂସ୍କୃତିକ ଯେଉଁ ଡୋମିନାଣ୍ଟ ବା ଡୋମିନାନ୍ସ ଯାହାକୁ କୁହାଯାଏ ତାକୁ କିଭଳି ଭାବେ ଜନ୍ମ ଦେଇଛି। ଉଦାହରଣ ସ୍ୱରୂପ ଆମେ ଇମ୍ପେରିଆଲିଜିମ୍ ଆମେ ପଢ଼ିଥିଲେ କିଭଳି ଭାବେ ବ୍ରିଟିଶ ଇମ୍ପେରିଆଲିଜିମ୍ ଆମର ଭାରତରେ ସେମାନେ ଯେତେବେଳେ ଆମକୁ ଶାସନ କରୁଥିଲେ ତାଙ୍କର ସଂସ୍କୃତିଠୁ ଆରମ୍ଭ କରି ତାଙ୍କର ଯାହା ଆବଶ୍ୟକୀୟ ଇଏଠୁ ଆରମ୍ଭ କରି ସବୁ ଆମକୁ ସେମାନେ ଯେଉଁଭଳି ଭାବେ ଚାହିଁଥିଲେ ଆମେ ସେଇଭଳି ଭାବେ କରିଥିଲେ ଏବଂ ଉତ୍ପାଦନଠୁ ଆରମ୍ଭ କରି ସବୁ ଜିନିଷ ଆକ୍ଚୁଆଲି ଆମର ସେଇମାନଙ୍କର ଯେଉଁ ମଡ଼େଲରେ ହିଁ ଆମର ପରିଚାଳିତ ହୋଇଥିଲା। ସେଇଭଳି ଭାବେ ଆମର ଯେଉଁ ସ୍କଲାର ମାନେ ରହିଲେ ତାଙ୍କର କହିବା ଅନୁଯାୟୀ ଯେ ଗ୍ଲୋବାଲାଇଜେସନ୍ ଯେଉଁ ରହିଲା ବା ଜଗତୀକରଣ ରହିଲା ଏହା କଲଚରାଲ ଇମ୍ପେରିଆଲିଜିମ୍କୁ ଜନ୍ମ ଦେଇଥିଲା ଏବଂ ଗୋଟିଏ ନିର୍ଦ୍ଦିଷ୍ଟ କଲଚର ଯେଉଁଭଳି ଭାବେ ଆମେ ଦେଖିବା ଯେଉଁ ଆମେରିକୀୟ କଲଚର ରହିଲା ବା ଆମେରିକୀୟ ସଂସ୍କୃତି ରହିଲା ବା ୱେଷ୍ଟର୍ଣ୍ଣ କଲଚର ରହିଲା ବା ୱେଷ୍ଟର୍ଣ୍ଣ ସଂସ୍କୃତି ରହିଲା ଏହା କିଭଳି ଭାବେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା। ଏହାପରେ ଆମର ଆସିଲା ୱେଷ୍ଟର୍ଣ୍ଣାଇଜେସନ୍। ଯଦି ଦେଖିବା ଆମର ୱେଷ୍ଟର୍ଣ୍ଣାଇଜେସନ୍ ଯେଉଁ ପ୍ରୋସେସ୍ ହେଲା ବା ଯେଉଁ ପାଶ୍ଚାତ୍ୟକରଣ ଯେଉଁ ପ୍ରୋସେସ୍ ଆରମ୍ଭ ହେଲା ଏହାଦ୍ୱାରା କିଭଳି ଭାବେ ଆମର ଯେଉଁ ଡ୍ରେସିଂ ପାଟର୍ନ ରହିଛି ଠୁ ଆରମ୍ଭ କରି ଖାଦ୍ୟ ଯେଉଁ ଆମର ପାଟର୍ନ ରହିଛି ବା ଫୁଡ୍ ପାଟର୍ନଠୁ ଆରମ୍ଭ କରି ସବୁ ଜିନିଷ କିଭଳି ଭାବେ ଧୀରେ ଧୀରେ ୱେଷ୍ଟର୍ଣ୍ଣାଇଜ୍ ହେଇଯାଇଥିଲା। ଆମେ କିଭଳି ଭାବେ ପାଶ୍ଚାତ୍ୟ ସଂସ୍କୃତି ସହିତ ଜଡ଼ିତ ହୋଇଯାଇଥିଲେ ଏବଂ ଦିନ ଆସିଲା ଆମର ଡ୍ରେସ୍ ବ୍ରାଣ୍ଡଠୁ ଆରମ୍ଭ କରି ଆମର ମୋଟର ଯାନ ବ୍ରାଣ୍ଡଠୁ ଆରମ୍ଭ କରି ଆମର ମୋବାଇଲ ଫୋନ୍ ବ୍ରାଣ୍ଡ ଯାଏ ସବୁ ଆମେ କିଭଳି ଭାବେ ଯେଉଁ ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଫଲୋ କରିବା ଆରମ୍ଭ କଲେ। ଏହାପରେ ଆମେରିକାନାଇଜେସନ୍ ଆମେ ଅଲରେଡ଼ି ଏ ବିଷୟରେ ଆଲୋଚନା କରିସାରିଛେ। ଏହାପରେ ଆସିଲା ଆମର ମ୍ୟାକଡୋନାଲାଇଜେସନ୍। ଆମେ ସମସ୍ତେ ଜାଣୁ ଯେଉଁ ଆଧୁନିକ ସହର ଗୁଡ଼ିକ ରହିଛି ସେଠି କେତେ ଗୁଡ଼ିଏ ମ୍ୟାକଡୋନାଲ୍ଡ ଗୋଟିଏ ଯେଉଁ ଆମର ଫୁଡ୍ ଆଉଟଲେଟ୍ ଯେଉଁ ଗୋଟିଏ ଆମେରିକୀୟ କମ୍ପାନୀ ମ୍ୟାକଡୋନାଲ୍ଡ ସେମାନେ କିଭଳି ଭାବେ ନିଜର ଯେଉଁ ଆମର ବ୍ୟବସାୟ ଆରମ୍ଭ କରିଥିଲେ। ଏ ବ୍ୟବସାୟରେ ସେମାନେ ମୁଖ୍ୟତଃ ଭାବେ ଯେଉଁ କୁହାଯାଏ ଯେଉଁ ବର୍ଗର ଏବଂ ସେହି ସମ୍ବନ୍ଧୀୟ ଯେଉଁ ଫାଷ୍ଟ ଫୁଡ୍ ଯେଉଁ କଲଚର ବା ସଂସ୍କୃତି ତାର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଲାଗିଥିଲେ ଏବଂ ଯଦି ଦେଖାଯାଏ ମ୍ୟାକଡୋନାଲାଇଜେସନ୍ ଗୋଟିଏ ଏଭଳି ପରିବର୍ତ୍ତନ ଆଣିଥିଲା ସମଗ୍ର ବିଶ୍ୱରେ
ବର୍ତ୍ତମାନ ଯୋଉ ମୁଖ୍ୟତଃ ଭାବେ ଯଦି ଦେଖିବା ଆମର ଯୋଉ ଅର୍ବାନ କଲଚର ଯୋଉ ଆମର ସହର ସଂସ୍କୃତି ଯୋଉ ରହିଛି ମାର୍ଜିନାଲାଇଜେସନ ତାର ଗୋଟିଏ ଇମ୍ପୋର୍ଟାଣ୍ଟ ପାର୍ଟ ଏବଂ ଏହାପରେ ଆସିଲା ଆମର ୱାର୍ଲଡ କଲଚର। ଧୀରେ ଧୀରେ ଯୋଉ ସଂସ୍କୃତି ଦିନେ ଗୋଟିଏ ଆଞ୍ଚଳିକ ଲୋକ ପରିଧିରେ ସୀମିତ ଥିଲା ବା ଗୋଟେ ଲୋକାଲ ଜିଓଗ୍ରାଫିରେ ସୀମିତ ଥିଲା, ତା ଧୀରେ ଧୀରେ ବିଶ୍ୱ କ୍ଷେତ୍ରକୁ ବିଶ୍ୱ ସ୍ତରରେ ଆଦୃତି ଲାଭ କରୁଛି ଏବଂ ଗୋଟେ ବିଶ୍ୱ ୱାର୍ଲଡ କଲଚର ଗୋଟେ ସୃଷ୍ଟି ହେଇଛି। ଆମେ ଯଦି ଉଦାହରଣ ସ୍ୱରୂପ ଦେଖିବା ଯୋଉ ଆମର ବିଶ୍ୱ କ୍ଷେତ୍ରରେ ଗୋଟେ ଇସ୍କନ ମୁଭମେଣ୍ଟ ହଉଛି ଗୋଟେ ଉଦାହରଣ ସ୍ୱରୂପ, ଏଇଟା ଗୋଟେ ସେକ୍ଟରିଆନ ମୁଭମେଣ୍ଟ, ଏହାକୁ ଆମେ ଗୋଟେ ରିଲିଜିୟସ୍ ମୁଭମେଣ୍ଟ କହୁଛନ୍ତି, ଗୋଟେ ସେକ୍ଟରିଆନ ମୁଭମେଣ୍ଟ, କିନ୍ତୁ ଏହା କିଭଳି ଭାବେ ଗୋଟେ ୱାର୍ଲଡ ରିଲିଜନ ହେଇକି ଉଠିଛି ଯୋଉଠିକି କେବଳ ଭାରତ ବା ହିନ୍ଦୁ ବର୍ଗର ଲୋକମାନେ ଯୋଗ ଦେଉନାହାନ୍ତି, ବରଂ ଯଦି ଦେଖାଯାଏ ଆମର ଫରେନ୍ କଣ୍ଟ୍ରିର ରଷିଆଠୁ ଆରମ୍ଭ କରି ସୁଇଜରଲ୍ୟାଣ୍ଡଠୁ ଆରମ୍ଭ କରି ସ୍ୱିଡେନଠୁ ଆରମ୍ଭ କରି ବ୍ରିଟେନଠୁ ଆରମ୍ଭ କରି ଅଷ୍ଟ୍ରେଲିଆଠୁ ଆରମ୍ଭ କରି ଭାରତ ଦେଶ ପର୍ଯ୍ୟନ୍ତ ଯୋଉଠି ଦେଖିବା ଆମେ ସେଠି କିଭଳି ଲୋକମାନେ ସେଇ ଯୋଉ ସେକ୍ଟରିଆନ ମୁଭମେଣ୍ଟ ରହିଛି ସେଠାରେ କିଭଳି ଭାବେ ଯୋଗଦାନ କରୁଛନ୍ତି ଏବଂ ଏହା ଗୋଟେ ବିଶ୍ୱ ସଂସ୍କୃତିର ଗୋଟିଏ ପାର୍ଟ ହୋଇ ବାହାରିଛି। ଏହାପରେ ଆମେ ଆଲୋଚନା କରିବା ଜର୍ଜ ରିଜର ଯୋଉ ଆମର ରହିଲେ ତାଙ୍କର ଥିଓରିଜ ଅଫ ଗ୍ଲୋବାଲାଇଜେସନ। ଯଦି ଦେଖିବା ରିଜର୍ଭଙ୍କର ଯୋଉ ଆପ୍ରୋଚ ରହିଛି, ଯୋଉ ଜଗତୀକରଣର ଆପ୍ରୋଚ ରହିଛି, ସିଏ କହିଥିଲେ ଯେ ଗ୍ଲୋବାଲାଇଜେସନ ଅଫ ନଥିଙ୍ଗ ବା ଗ୍ଲୋବାଲାଇଜେସନ କିଛି ନୁହେଁ ଯୋଉ ଗୋଟେ କନସେପ୍ଟ କହିଥିଲେ ଏବଂ ଏଥିରେ ସେ କ୍ଷମା କରିବେ 4 ପ୍ରକାରର ନଥିଙ୍ଗ ବା ନୁହେଁ ର ବ୍ୟବହାର କରିଥିଲେ। ପ୍ରଥମଟି ହେଲା ନନ୍ ପ୍ଲେସ୍। ସେ କହିଥିଲେ ଯେ ଗୋଟିଏ ଯୋଉ ଆମର ସପିଂ ମଲ୍ ରହିଛି ତାହା କିଭଳି ଭାବେ ଗୋଟିଏ ତାର ଗୋଟେ କିଭଳି ଭାବେ ନିଜର ଗୋଟେ ପରିଚୟ ନାହିଁ ବା ତାର ଯୋଉ କଣ୍ଟେଣ୍ଟ ରହିବା କଥା ତାହା କିଭଳି ଭାବେ ଶୂନ୍ୟ। ଏହାପରେ ଆସିଲା ଆମର ଦ୍ୱିତୀୟ ବିଷୟଟି ହେଲା ନନ୍ ଥିଙ୍ଗସ୍ ବା ଯଦି ଆମେ ଦେଖିବା ଗୋଟେ ବସ୍ତୁ ଯାହା ସବୁ ଜାଗାରେ ସମାନ ଭାବରେ କାମ କରିଥାଏ। ଉଦାହରଣ ସ୍ୱରୂପ ଆମେ ଯଦି ଦେଖିବା ଆମର କ୍ରେଡିଟ୍ କାର୍ଡ ରହିଲା, କ୍ରେଡିଟ୍ କାର୍ଡ ଯାହା ଭାରତରେ ଯେଭଳି ଭାବେ କାମ କରେ ତାକୁ ଯଦି ଆମେ ଯୁକ୍ତରାଷ୍ଟ୍ର ଆମେରିକାରେ ଅପରେଟ୍ କରିବା ତାହା ମଧ୍ୟ ସେଭଳି ଭାବେ କାମ କରିବ। ଯଦି ଆମେ ତାକୁ ଲଣ୍ଡନରେ ଅପରେଟ୍ କରିବା ତାହା ମଧ୍ୟ ସେଇଭଳି ଭାବେ କାମ କରିବ। ଯଦି ଆମେ ତାକୁ ଅଷ୍ଟ୍ରେଲିଆରେ ଅପରେଟ୍ କରିବା ତାହା ମଧ୍ୟ ସମାନ ଭାବରେ କାମ କରିବ। ତେଣୁ ଯଦି ଦେଖିବା ଯୋଉ ନନ୍ ଥିଙ୍ଗସ୍ କୁହାଯାଉ, ଯାହା ବସ୍ତୁ ଗୋଟେ ରହୁଛି ସେ ବସ୍ତୁଟି କୌଣସି ଗୋଟେ ଲୋକାଲ ଜିଓଗ୍ରାଫି ବା ଲୋକାଲ ବା ଆମର ଯୋଉ ଆଞ୍ଚଳିକ ପରିଧି ବା ପରିସୀମା ରହିଛି ତା ମଧ୍ୟରେ ସୀମିତ ନାହିଁ, ଏହା ସବୁଆଡେ ଏକା ଭଳିଆ କାମ କରୁଛି। ତେଣୁ ତାକୁ ଆମେ ନନ୍ ଥିଙ୍ଗସ୍ କହୁ ବା ଗୋଟେ ବସ୍ତୁର ତାର ଗୋଟେ ଯୋଉ ପରିଚୟ କେବଳ ଆଞ୍ଚଳିକ ଇଏକୁ ନେଇ ସୀମିତ ନୁହେଁ, ବରଂ ଏହା ସମଗ୍ର ଗ୍ଲୋବାଲ ଲେଭେଲରେ ବା ଯୋଉ ବିଶ୍ୱ ସ୍ତରରେ ତାର ଫଙ୍କସନ ସମାନ। ଏହାପରେ ହେଲା ନନ୍ ପିପୁଲ ବା ଯଦି ଦେଖିବା ଯୋଉ ଲୋକମାନେ କାମ କରୁଛନ୍ତି ତାହା ସବୁଆଡେ ସମାନ। ଉଦାହରଣ ସ୍ୱରୂପ ସେ କହିଛନ୍ତି ଯୋଉ ଆମ ରିଜର ଉଦାହରଣ ଦେଇଛନ୍ତି ଟେଲି ମାର୍କେଟର୍ସ ବା ଯୋଉମାନେ ଆମେ ସମସ୍ତେ ଜାଣୁ ଯୋଉ ବିପିଓ କଲ୍ ସେଣ୍ଟରରେ ଲୋକମାନେ କାମ କରନ୍ତି। ଆପଣ ହୁଏତ ଟେଲିଫୋନ କଲ୍ ରିସିଭ କରୁଥିବେ ଅନେକ ସମୟରେ, କୌଣସି କମ୍ପାନୀର କଲ୍ ସେଣ୍ଟରରୁ କଲ୍ ଆପଣଙ୍କୁ ଆସୁଥିବ କି ଆପଣ ଏଇ ପଲିସି କରନ୍ତୁ ସେଇ ପଲିସି କରନ୍ତୁ, କିମ୍ବା ଯଦି ଦେଖାଯାଏ ଏଇ ଯୋଉ ଟେଲି ମାର୍କେଟର ମାନେ ରହିଲେ ରିଜର୍ଭଙ୍କର କହିବା ଅନୁଯାୟୀ ଯେ ସେମାନଙ୍କର କୌଣସି ଗୋଟେ ବ୍ୟକ୍ତିଗତ ପରିଚୟ ଗୋଟେ ଲୋକାଲ ବା ଗୋଟେ ଆଞ୍ଚଳିକ ଇଏକୁ ନେଇକି ହୋଇନଥାଏ। ସେମାନେ ଯାହା ଭାରତରେ ରହି ଯୋଉ କାମ କରୁଛନ୍ତି ସେମାନେ ଲଣ୍ଡନ ଗଲେ ମଧ୍ୟ ସେଇ କାମ କରିବେ, ବାଂଲାଦେଶ ଗଲେ ମଧ୍ୟ ସେଇ କାମ କରିବେ, ଶ୍ରୀଲଙ୍କା ଗଲେ ମଧ୍ୟ ସେଇ କାମ କରିବେ ଏବଂ ଯଦି ଦେଖିବା କାନାଡା ଗଲେ ମଧ୍ୟ ସେଇ କାମ କରିବେ। ତେଣୁ ତାଙ୍କର ଯୋଉ କାର୍ଯ୍ୟର ପ୍ରଣାଳୀ ରହିଛି ତାହା ସମାନ ଏବଂ ତାହା ସେମାନେ ଯୋଉଠିକି ମଧ୍ୟ ଯାଆନ୍ତୁ, ଯେତେ ସ୍ଥାନ ପରିବର୍ତ୍ତନ କଲେ ମଧ୍ୟ ତାଙ୍କର କାମର ଶୈଳୀ ବା ତାଙ୍କର କାମର ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହୋଇନଥାଏ। ଯଦି ଦେଖିବା ଏହାପରେ ଆସିଲା ଆମର ନନ୍ ସର୍ଭିସ ବା ଯୋଉ ସେବାକୁ ନେଇ ସେ ଯୋଉ ତର୍ଜମା କରିଛନ୍ତି। ସେ କହିଛନ୍ତି ଯେ ଯୋଉ ଆମର ସେବା ପ୍ରଦାନ କରାଯାଉଛି ତାହା ଅନେକ ସମୟରେ ଆଇଡେଣ୍ଟିକାଲ। ଯେ ଦେଖାଯାଏ ଆମେ ସମସ୍ତେ ଜାଣୁ ଯେ ଆମର ଟଙ୍କା ଦରକାର ହେଲେ ଆମେ ଏଟିଏମ୍ କୁ ଯିବା ବୋଲି,
ତେଣୁ ସେ କହିଛନ୍ତି ଯେ ସର୍ଭିସ ପ୍ରୋଭାଇଡେଡ୍ ଆର୍ ଆଇଡେଣ୍ଟିକାଲ। ଏହା ଏଇ ଯୋଉ ଚାରୋଟି ବିଷୟବସ୍ତୁକୁ ନେଇ ସେ କହିଲେ ଯେ ଗ୍ଲୋବାଲାଇଜେସନ ଅଫ ନଥିଙ୍ଗ ବା ଗ୍ଲୋବାଲାଇଜେସନ ଦ୍ୱାରା ସମସ୍ତେ ଗୋଟେ ନିଜର ଯୋଉ ପରିଚୟ ରହିଛି ତା ସବୁବେଳେ ଗୋଟେ ଗ୍ଲୋବାଲ ଆଇଡେଣ୍ଟିଟି କ୍ରିଏଟ୍ କରିଥାଏ ବା ଗୋଟେ ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିଥାଏ। ତେଣୁ ଆମେ ଯେତେବେଳେ ଏହି ବିଷୟବସ୍ତୁ ଗୁଡ଼ିକ କଥା ହଉ ଏହାକୁ ନେଇ ଆମେ କେବେ ହେଲେ କହିନଥାଉ ଯେ ଏଇ ଯୋଉ କ୍ରେଡିଟ୍ କାର୍ଡଟି ନେଉଛି ଏଠି ହୁଏତ କାମ ନ କରିପାରେ, କିମ୍ବା ଏ ଯୋଉ ମଲ୍ ଯାଉଛି ମୁଁ ଯଦି ଏଇଭଳି ଡ୍ରେସ୍ ପିନ୍ଧିଯିବି କାଳେ ମୋତେ ଲୋକ କ'ଣ କହିବେ, କିମ୍ବା ଆମେ ଯୋଉ ଏଟିଏମ୍କୁ ଯାଉଛୁ ସେଠୁ କାଳେ ଟଙ୍କା ବାହାରିବ କି ନାହିଁ। ତେଣୁ ଆମେ ଏସବୁ ଜିନିଷକୁ ନେଇ କେବେ ହେଲେ ଚିନ୍ତିତ ନଥାଉ, କାରଣ ଆମେ ଜାଣିଥାଉ ଯେ ଏହାର ଯୋଉ ଆଇଡେଣ୍ଟିଟି ରହିଛି ବା ଏ ଯୋଉ ତାର ଯୋଉ ଇଏ ରହିଛି ଏହା ସବୁବେଳେ ସମସ୍ତଙ୍କ ପାଇଁ ସମାନ। ଏହାପରେ ଯଦି ଦେଖାଯାଏ ଯୋଉ ଆମର ଜର୍ଜ ରିଚର ରହିଲେ ତାଙ୍କର ଆଉ ଗୋଟେ ଯୋଉ କନସେପ୍ଟ ସେ ଦେଇଥିଲେ ତାକୁ ଆମେ କହୁ କଲଚରାଲ ହାଇବ୍ରିଡାଇଜେସନ। ଏବଂ ସେ ଯୋଉ କଲଚରାଲ ହାଇବ୍ରିଡାଇଜେସନ କନସେପ୍ଟ ଦେଇଥିଲେ ତାର ଅର୍ଥ ହେଲା ଯେ ଦୁଇଟି କଲଚର ଯେତେବେଳେ କନଭର୍ଜ କରୁଛନ୍ତି ବା ଯେତେବେଳେ ମିଶି ଯାଉଛନ୍ତି ତାହା ଗୋଟେ କିଭଳି ହାଇବ୍ରିଡ କଲଚରକୁ ଜନ୍ମ ଦେଉଛି। ଏବଂ ସେଠାରେ ଆମେ ଯଦି ଦେଖିବା ଗୋଟେ ଲୋକାଲ କଲଚର ବା ଗୋଟେ ଗ୍ଲୋବାଲ କଲଚର କେହି ନିଜର ଆଇଡେଣ୍ଟିଟି ରଖିବାରେ ସକ୍ଷମ ହଉନାହାନ୍ତି। ଯେତେବେଳେ ହାଇବ୍ରିଡାଇଜେସନ ହେଇଯାଉଛି ଗୋଟେ ନୂଆ ବସ୍ତୁ ହଉ କିମ୍ବା ଗୋଟେ ନୂଆ ସଂସ୍କୃତି ହଉ ଏହାର ଏମର୍ଜେନ୍ସ ହଉଛି। ଏବଂ ଯଦି ଦେଖାଯାଏ ଯୋଉ ରିଜର୍ଭଙ୍କର ଯୋଉ ଆମର ସନ୍ଦର୍ଭଟି ରହିଛି ବା ଯୋଉ ଗ୍ଲୋବାଲାଇଜେସନକୁ ଯୋଉ ନେଇ ସନ୍ଦର୍ଭଟି ରହିଛି ଏହା ବହୁତ ଲୋକାଦୃତି ଲାଭ କରିଥିଲା। ଏହାପରେ ଆମେ ଆଲୋଚନା କରିବା ଆମର ଯୋଉ ଅର୍ଜୁନ ଆପାଦୁରାଇଙ୍କର ଯୋଉ କନସେପ୍ଟ ରହିଥିଲା ଆମର ଅର୍ଜୁନ ଆପାଦୁରାଇ ଆମେ ସମସ୍ତେ ଜାଣୁ ସେ ଜଣେ ଆନ୍ଥ୍ରୋପୋଲୋଜିଷ୍ଟ ଏବଂ ତାଙ୍କର ଯୋଉ ପୁସ୍ତକଟି ରହିଥିଲା ବା ଯୋଉ ସନ୍ଦର୍ଭଟି ରହିଥିଲା ତାର ଟାଇଟେଲ ହେଉଛି ମଡର୍ଣ୍ଣିଟି ଆଟ୍ ଲାର୍ଜ। ଏବଂ ତାଙ୍କର କହିବା ଅନୁଯାୟୀ ଯେ ଯୋଉ ଆମର ସ୍କେପ୍ସ ବିଭିନ୍ନ ପ୍ରକାର ସ୍କେପ୍ସ ରହିଛି ବା ବିଭିନ୍ନ ପ୍ରକାର ଯୋଉ ପ୍ରକ୍ରିୟା ରହିଛି ଏଥିରେ ଯଦି ଦେଖାଯାଏ ଯେ ସବୁବେଳେ ଗୋଟେ କନଫ୍ଲିକ୍ଟିଂ ଗୋଟିଏ ଯୋଉ ଆମର ଯୋଉ ଦେଶ ରହିଛି ବା ଗୋଟେ ସଂସ୍କୃତି ରହିଛି ଏହା କିଭଳି ଭାବେ ଅନ୍ୟ ଗୋଟିଏ ଦେଶର ସଂସ୍କୃତି ଅନ୍ୟ ଗୋଟିଏ ଇଏ ସହିତ କିଭଳି ଭାବେ ଗୋଟେ କନଫ୍ଲିକ୍ଟିଂ ସିଚୁଏସନ କ୍ରିଏଟ୍ କରିଥାଏ। ଏବଂ ସେ ଏହାକୁ ବୁଝେଇବା ବେଳେ କହିଥିଲେ ଆମର ପ୍ରଥମେ କହିଥିଲେ ଏଥନୋସ୍କେପ୍ସ, ଯାହାର ଅର୍ଥ ହେଲା ଯେତେବେଳେ ଯୋଉ ହ୍ୟୁମାନ୍ ବିଙ୍ଗ ରହିଲେ ବା ଯୋଉ ମାନବ ସମାଜ ରହିଲେ ବା ଯୋଉ ବ୍ୟକ୍ତି ବିଶେଷ ମାନେ ରହିଲେ ସେମାନେ କିଭଳି ଭାବେ ମୋବାଇଲ ସେମାନେ କିଭଳି ଭାବେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସବୁବେଳେ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏବଂ ଯୋଉ ଦେଖାଯାଇଥାଏ ଯେ ଯୋଉ ସେଇମାନେ ଯୋଉ ଏଇ ଯୋଉ ପରିବର୍ତ୍ତନ ହୋଇଛି ଏ ପରିବର୍ତ୍ତନଟି ସମ୍ଭବ ହୋଇଛି କେବଳ ଆମର ଯୋଉ ଗ୍ଲୋବାଲାଇଜେସନ ଦ୍ୱାରା ବା ଯୋଉ ଜଗତୀକରଣ ଦ୍ୱାରା। ଏହାପରେ ସେ କହିଥିଲେ ଟେକ୍ନୋସ୍କେପ୍ସ ଏବଂ ଟେକ୍ନୋସ୍କେପ୍ସରେ ସେ ଯୋଉ କହିଥିଲେ ଯୋଉ ଯାନ୍ତ୍ରିକ ପ୍ରଗତି ହେଉଛି ବା ଯୋଉ ଆମର ଇନଫର୍ମେସନ ଟେକ୍ନୋଲୋଜିର ଯୋଉ ପ୍ରଗତି ହେଉଛି ତା କିଭଳି ଭାବେ ଯୋଉ ଆମର ସମଗ୍ର ବିଶ୍ୱକୁ ସ୍ପ୍ରେଡ କରୁଛି ବା ସମଗ୍ର ବିଶ୍ୱରେ କିଭଳି ସହଜ ଭାବରେ ଅତି ସହଜ ଭାବରେ ଏଗୁଡ଼ିକ ଯୋଉ ଯାନ୍ତ୍ରିକ ପ୍ରଗତିଟି କିଭଳି ଭାବେ ଅତି ସହଜ ଭାବରେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିପାରୁଛି ବା ସମସ୍ତେ କିଭଳି ଭାବେ ଫ୍ରି ଫ୍ଲୋ ଯାହା ସେ କହିଛନ୍ତି ଯେ କିଭଳି ଭାବେ ଗୋଟିଏ ତରଳ ବସ୍ତୁକୁ ଆମେ ଯେଭଳି ଭାବେ ଉଚ୍ଚ ସ୍ଥାନରେ ଢାଳିଲେ ସେ ଯେଭଳି ଭାବେ ତଳକୁ ଗଡ଼ି ଯାଇଥାଏ ଏହା କିଭଳି ଭାବେ ବିନା କୌଣସି ବାଧାରେ ଯୋଉ ଯାନ୍ତ୍ରିକ ପ୍ରଗତି ଆମର କିଭଳି ଭାବେ ବିସ୍ତାରିତ ହେଉଛି। ଏହାପରେ ସେ କହିଥିଲେ ଆମର ଫାଇନାନ୍ସକେପ୍ସ। ସେ କହୁଛନ୍ତି ଯେ ଆଗରୁ ଯୋଉଭଳି ଭାବେ ଆମର ଯୋଉ ବାଧା ସୃଷ୍ଟି ହେଉଥିଲା କୌଣସି ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ଇଣ୍ଟରନ୍ୟାସନାଲ ଲେଭେଲରେ କରିବା ପାଇଁ ବା ବିଶ୍ୱ ସ୍ତରରେ କରିବା ପାଇଁ ଗୋଟିଏ ଦେଶର ଯଦି ଅନ୍ୟ ଦେଶ କିମ୍ବା ଗୋଟିଏ ବ୍ୟକ୍ତିବିଶେଷ ଗୋଟିଏ ଦେଶର ବ୍ୟକ୍ତିବିଶେଷ ଅନ୍ୟ ଦେଶର ବ୍ୟକ୍ତିବିଶେଷକୁ ଯୋଉ ଆମର ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ହେଲା ବେଳେ ସେଇ ଦୁଇ ବ୍ୟକ୍ତିଙ୍କ ବିଶେଷରେ ଭିତରେ କିଭଳି ଭାବେ ଆଗରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ଲୋକମାନଙ୍କୁ କିମ୍ବା ଯୋଉ ଆମର ସଂଗଠନ ଗୁଡ଼ିକୁ ଅର୍ଗାନାଇଜେସନ ଗୁଡ଼ିକୁ ସଂସ୍ଥା ଗୁଡ଼ିକୁ
କିନ୍ତୁ ବର୍ତ୍ତମାନ ଏଇ ଜଗତୀକରଣ ଫଳରେ କିଭଳି ଭାବେ ଏହା ଆ, ବହୁତ ସହଜ ହୋଇଯାଇଛି ଏବଂ ଆଜି ଯଦି ଦେଖିବା ଆମେ ଯେଉଁ ଆମର ଅ, 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 ଆର୍ଥିକ ଯେଉଁ ଟ୍ରାଞ୍ଜାକ୍ସନ୍ ରହିଛି ବା ଆଦାନ ପ୍ରଦାନ ରହିଛି ଏହା କିଭଳି ଭାବେ ଅତି ଅ, ଦ୍ରୁତ ଗତିରେ ହେଇପାରୁଛି ଏବଂ ଏହା କିଭଳି ଭାବେ ସହଜରେ ହେଇପାରୁଛି। ଏହାପରେ ସିଏ କହିଥିଲେ ମିଡ଼ିଆ ସ୍କେପ୍ସ ବିଷୟରେ। ମିଡ଼ିଆ ସ୍କେପ୍ସ ବିଷୟରେ ତାଙ୍କର କହିବା ଅନୁଯାୟୀ ଏହା ତାଙ୍କର କହିବାର ମିଡ଼ିଆ ସ୍କେପ୍ସ ବିଷୟରେ ସେ କହିଥିଲେ ଯେ କିଭଳି ଭାବେ ଯେଉଁ ଆମର ଇନଫର୍ମେସନ୍ ବା ସୂଚନା ଯେଉଁ ରହିଛି ତାହା କିଭଳି ଭାବେ ସମଗ୍ର ବିଶ୍ୱ ସାରା ଗୋଟିଏ ମିନିଟ୍ରେ ବା ଗୋଟିଏ କ୍ଲିକ୍ରେ କିଭଳି ଭାବେ ସମଗ୍ର ବିଶ୍ୱକୁ ଖେଳି ଯାଉଛି ଏବଂ ଯେଉଁ ଆମର ତାଙ୍କର କହିବା ଅନୁଯାୟୀ ଯେଉଁ ଆମର ଜ୍ଞାନ ହେଲା ବା ଯେଉଁ ସ୍କିଲ୍ ହେଲା ଏସବୁ ଯେଉଁ ଆଧୁନିକ ଯେଉଁ ଆମର ମିଡ଼ିଆ ବା ଯେଉଁ ରହିଲା ମିଡ଼ିଆର ଯେଉଁ ଆଧୁନିକୀକରଣ ଦ୍ୱାରା ଯେଉଁ ଯାନ୍ତ୍ରିକ ପ୍ରଗତି ଦ୍ୱାରା ଏହା କିଭଳି ଭାବେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଏବଂ କ୍ରମେ ସମଗ୍ର ବିଶ୍ୱକୁ ସ୍ପ୍ରେଡ୍ କରୁଛି। ଏହାପରେ ସେ କହିଥିଲେ ଆଇଡ଼ିଓସ୍କେପ୍ସରେ ସେ ମୁଖ୍ୟତଃ ଭାବରେ ଯେଉଁ ଆମର ପଲିଟିକାଲ ଆଇଡ଼ିଓଲୋଜି ରହିଛି ବା ଯେଉଁ ଷ୍ଟେଟ୍ର ଯେଉଁ ଆଇଡ଼ିଓଲୋଜି ରହିଛି ଏହା ଏବଂ କାଉଣ୍ଟର ଆଇଡ଼ିଓଲୋଜିଜ୍ ରହିଛି ଏହା କିଭଳି ଭାବେ ଗୋଟିଏ ଏହା ଉପରେ କିଭଳି ଭାବେ ମିଡ଼ିଆ ସ୍କେପ୍ସକୁ ୟୁଜ୍ କରାଯାଏ ବା କିଭଳି ଭାବେ ତର୍ଜମା କରାଯାଉଛି ଏହା କିଭଳି ଭାବେ ସେ କହିଛନ୍ତି ଏହା ଦିସ୍ ଇଜ୍ ରେଷ୍ଟ୍ରିକ୍ଟେଡ୍ ଟୁ ପଲିଟିକାଲ ଇମେଜେସ୍ produced by states in line with their ideology or counter ideology। ସେ କହିବା କଥା ଯେ ଯେଉଁ ମିଡ଼ିଆ ସ୍କେପ୍ସ ରହିଛି ସେ ମଧ୍ୟ ଏହାକୁ କେବଳ ଗୋଟେ ସକାରାତ୍ମକ ଦୃଷ୍ଟିରୁ କହିନଥିଲେ ବରଂ ଅନେକ କ୍ଷେତ୍ରରେ ନକାରାତ୍ମକ ଇଏରେ ମଧ୍ୟ କହିଥିଲେ ଯେ ମିଡ଼ିଆ ସ୍କେପ୍ସ ଯେଉଁ ଗୋଟେ ରହିଲା ବା ମିଡ଼ିଆ ଚ୍ୟାନେଲ୍ସ ଆଜିକାଲିର ଯେଉଁମାନେ ରହିଲେ ସେମାନେ କିଭଳି ଭାବେ ଗୋଟିଏ ନିର୍ଦ୍ଦିଷ୍ଟ ଆଇଡ଼ିଓଲୋଜିକୁ ନେଇ ସେମାନେ ମଧ୍ୟ କିଭଳି ଭାବେ ନ୍ୟୁଜ୍ ସ୍ପ୍ରେଡ୍ କରୁଛନ୍ତି ବା ସୂଚନାର ସମ୍ପ୍ରସାରଣ କରୁଛନ୍ତି। ଯେ ଦେଖିବା ଯେଉଁ ଆପାଦୁରାଇଙ୍କର ଯେଉଁ ଅର୍ଜୁନ ଆପାଦୁରାଇଙ୍କର ଯେଉଁ କେତେ ଗୁଡ଼ିକ ତାଙ୍କର ଯେଉଁ ନିଜର ଆଲୋଚନା ରହିଥିଲା ସେ କିଭଳି ଭାବେ କହିଥିଲେ ଯେ ଗ୍ଲୋବାଲାଇଜେସନ୍ ଅନେକ ଗୁଡ଼ିଏ ସ୍କଲାର କହିଥିଲେ ଯେ ଗ୍ଲୋବାଲାଇଜେସନ୍ ବା ଯେଉଁ ଜଗତୀକରଣ ଦ୍ୱାରା ହୋମୋଜିନାଇଜେସନ୍ ହେଉଛି ଗୋଟେ ସମଗ୍ର ବିଶ୍ୱ ଗୋଟେ ସମାନତା ଆଡ଼କୁ ଗତି କରୁଛି କିନ୍ତୁ ତାଙ୍କର କହିବା ଅନୁଯାୟୀ ଯେ ନାଇଁ ଯେଉଁ ଏଇ ଯେଉଁ ଜଗତୀକରଣ ଦ୍ୱାରା ବିଶ୍ୱ ଗୋଟେ ହେଟ୍ରୋଜିନାଇଜେସନ୍ ବା ଗୋଟେ ବିଭିନ୍ନତା ଆଡ଼କୁ ଗତି କରୁଛି ଯେଉଁଠି କମ୍ପିଟେଟିଭନେସ୍ ରହୁଛି ବା ରାଇଭାଲରେ ରହୁଛି ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ଯେଉଁ ଇକୋନୋମିକ୍ କମ୍ପିଟିସନ୍ କିଭଳି ଭାବେ ସମସ୍ତଙ୍କୁ ଗୋଟେ ସବୁବେଳ ପାଇଁ ଗୋଟେ ମୋଟିଭେଟ୍ କରୁଛେ ସେମାନେ କିଭଳି ଗୋଟେ ନୂଆ ଜିନିଷ ତିଆରି କରିବେ ଏଇ ଯେଉଁ କମ୍ପିଟେଟିଭ୍ ସ୍ପିରିଟ୍ କିଭଳି ଭାବେ ଗୋଟେ ହେଟ୍ରୋଜିନାଇଜେସନ୍କୁ ଜନ୍ମ ଦେଉଛି ଏବଂ ଯଦି ଦେଖାଯାଏ ଯେ ତାଙ୍କର କହିବା ଅନୁଯାୟୀ ଯେ ଯେଉଁ ଗ୍ଲୋବାଲାଇଜେସନ୍ ହେଉଛି ଏଥିରେ ଗ୍ଲୋକାଲାଇଜେସନ୍ ବା ଯେଉଁ ଲୋକାଲ୍ କଲଚର୍ ବା ଲୋକାଲ୍ ସଂସ୍କୃତି ବା ଆଞ୍ଚଳିକ ସଂସ୍କୃତି ରହିଲା ଏହା କିଭଳି ଭାବେ ଗ୍ଲୋବାଲ୍ ଯେଉଁ ସଂସ୍କୃତି ସହିତ କନଭର୍ଜ କରୁଛି ଏହାଦ୍ୱାରା ଗୋଟେ ଗ୍ଲୋକାଲାଇଜେସନ୍ ସୃଷ୍ଟି ହେଉଛି। ଯଦି ଆମେ ଉଦାହରଣ ସ୍ୱରୂପ ଦେଖିବା ଆମର ଯେଉଁ ଗ୍ଲୋକାଲାଇଜେସନ୍ ଉଦାହରଣ ହେଇପାରେ ଯଦି ମ୍ୟାକଡୋନାଲାଇଜେସନ୍ ହେଲା ବା ମ୍ୟାକଡୋନାଲ୍ଡ ଆସିଲା ପ୍ରଥମେ ବର୍ଗର ଗୋଟେ ଯେଉଁ ଆମେ ଖାଉ ତାକୁ ତିଆରି କଲା ଏହାପରେ ଦେଖିଲେ ଆମେ ମସରୁମିଂ ନମ୍ବର୍ସ ବା ଗୋଟେ ଛତୁ ଫୁଟିଲା ଭଳି ଅନେକ ଗୁଡ଼ିଏ ଅଲଗା ବର୍ଗର ଦୋକାନ ବା ବର୍ଗର ମାନୁଫ୍ୟାକ୍ଚରିଂ ଯେଉଁ ଆମର ରେଷ୍ଟୁରାଣ୍ଟ ରହିଲେ ବା ଯେଉଁ ଆମର ଦୋକାନ ଗୁଡ଼ିକ ରହିଲେ ମ୍ୟାକଡୋନାଲ୍ଡ ଭଳି ସେମାନେ ମଧ୍ୟ କିଭଳି ଭାବେ ନିଜର ଆଞ୍ଚଳିକ ଜ୍ଞାନକୁ ବିନିଯୋଗ କରି ଏବଂ ସେପଟେ ଯେଉଁ ଆମର ମ୍ୟାକଡୋନାଲ୍ଡର ଯେଉଁ ବର୍ଗରର ପ୍ରକ୍ରିୟାକୁ ଆ ସହିତ ମିଶାଇ କିଭଳି ଭାବେ ନୂଆ ଏକ ଲୋକାଲ୍ ଭେରାଇଟିର ବର୍ଗର ହେଉ ଲୋକାଲ୍ ଭେରାଇଟିର ପିଜ୍ଜା ହେଉ ଏଭଳି ଜିନିଷ ତିଆରି କରୁଛନ୍ତି। ଆମେ ଦିନ ଥିଲା ଆମେ ସମସ୍ତେ ଜାଣୁ ଯେତେବେଳେ କୋକାକୋଲାଇଜେସନ୍ ହେଲା ବା ଯେତେବେଳେ କୋକାକୋଲା ମାର୍କେଟକୁ ଆସିଲା ଗୋଟିଏ ଯେଉଁ ଆମର ସଫ୍ଟ ଡ୍ରିଙ୍କ ସେତେବେଳେ କିଭଳି ଗୋଟିଏ ମାତ୍ର ଡ୍ରିଙ୍କସ୍ ଥିଲା ତାପରେ ପେପ୍ସି ଆସିଲା ଏହାପରେ ଆମେ ବର୍ତ୍ତମାନ ଯେତେବେଳେ ଯାଉ ବଜାରରେ ପେପ୍ସି କୋକାକୋଲା ଭଳି ଅନେକ ଗୁଡ଼ିଏ ସଫ୍ଟ ଡ୍ରିଙ୍କସ୍ ଆସିଗଲାଣି ଏବଂ ତା ମଧ୍ୟରୁ ଅନେକ ଗୁଡ଼ିଏ ଆମର ଲୋକାଲ୍ ମାନୁଫ୍ୟାକ୍ଚରର୍ସ ବା ଯେଉଁ ଆମର ଆଞ୍ଚଳିକ ପ୍ରଡ୍ୟୁସର ମାନେ ତିଆରି କରୁଛନ୍ତି ଉତ୍ପାଦନ କରୁଛନ୍ତି ଆଞ୍ଚଳିକ ଲେଭେଲରେ। ଯଦି ଦେଖାଯାଏ ଏହା ହେଉଛି ଗ୍ଲୋକାଲାଇଜେସନ୍। ଏହାପରେ ଆମେ ଆରମ୍ଭ କରିବା ଲେସ୍ଲି ସ୍କ୍ଲେୟରଙ୍କ ବିଷୟରେ। ଲେସ୍ଲି ସ୍କ୍ଲେୟରଙ୍କର ଯଦି ଆମେ
ଆଲୋଚନା ଦେଖିବା ଗ୍ଲୋବାଲାଇଜେସନ ବିଷୟରେ, ସେ ମୁଖ୍ୟତଃ କହିଥିଲେ କ୍ୟାପିଟାଲିଷ୍ଟ ଆଉ ସୋସିଆଲିଷ୍ଟ ଦି ପ୍ରକାରର ଗ୍ଲୋବାଲାଇଜେସନ କହିଥିଲେ। କ୍ୟାପିଟାଲିଷ୍ଟରେ ସେ କହିଥିଲେ ଯେ ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ କ୍ୟାପିଟାଲିଷ୍ଟ ବା ଯେଉଁ ପୁଞ୍ଜିବାଦୀ ଜଗତୀକରଣ ରହିଛି ତାହା ସମ୍ପୂର୍ଣ୍ଣ ବିଶ୍ୱକୁ ଡୋମିନେଟ୍ କରୁଛି। ସେ କିନ୍ତୁ କହିଥିଲେ ଭବିଷ୍ୟତରେ ଗୋଟିଏ ସୋସିଆଲିଷ୍ଟ ଗ୍ଲୋବାଲାଇଜେସନ ଆମର ମୁଭମେଣ୍ଟ ଆରମ୍ଭ ହେବ, ଯାହାକି ଆଣ୍ଟି ଗ୍ଲୋବାଲାଇଜେସନ ମୁଭମେଣ୍ଟ ଭାବରେ ଜଣାପଡ଼ିବ। ଏବଂ ଏଥିରେ ଯେଉଁ ଆମର ଲୋକମାନେ ରହିଲେ ବା ସମ୍ପ୍ରଦାୟ ରହିବେ ବା ଯେଉଁ ଗୋଷ୍ଠୀ ଗୁଡ଼ିଏ ରହିବେ ବା ଦେଶ ଗୁଡ଼ିଏ ରହିବେ, ସେମାନେ କିଭଳି ଆଣ୍ଟି ଗ୍ଲୋବାଲାଇଜେସନ ମୁଭମେଣ୍ଟରେ ପାର୍ଟିସିପେଟ୍ କରିବେ ଏବଂ ଗ୍ଲୋବାଲାଇଜେସନ ଯେଉଁ ନକାରାତ୍ମକ ବୈଶିଷ୍ଟ୍ୟ ରହିଛି ସେଗୁଡ଼ିକ କିଭଳି ଭାବେ ସେଇଗୁଡ଼ିକୁ କିଭଳି ଭାବେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବେ। ଏହାପରେ ଆମେ ଆଲୋଚନା କରିବା ଯେଉଁ ଗ୍ଲୋବାଲାଇଜେସନ ରହିଲା ବା ଜଗତୀକରଣ ରହିଲା ତାର ଇମ୍ପାକ୍ଟ ଗୁଡ଼ିକ କ'ଣ ରହିଛି। ଯଦି ଦେଖାଯାଏ ଯେଉଁ ମୁଖ୍ୟତଃ ଭାବେ ଆମର ଲିଭିଂ ଷ୍ଟାଣ୍ଡାର୍ଡସ୍ ଗୋଟେ ଯେଉଁ ବଞ୍ଚିବାର ଶୈଳୀ ରହିଛି ଏଥିରେ ନିଶ୍ଚିତ ଭାବେ ପରିବର୍ତ୍ତନ ହୋଇଛି। ଯଦି ଦେଖାଯାଏ ଆମର ଯଦି ଆମେ ହେଲ୍ଥକୁ ଗୋଟେ ଦେବା, ଗୋଟେ ସ୍ୱାସ୍ଥ୍ୟ ଗୋଟେ ସେକ୍ଟର ଦେଖିବା, ଯାହା ଆମର ଯଦି ଉଦାହରଣ ନେବା ଗୋଟେ ଲାଇଫ୍ ଏକ୍ସପେକ୍ଟେନ୍ସି, ଯେତେବେଳେ ଲୋକ ଆଗରୁ ଲାଇଫ୍ ଏକ୍ସପେକ୍ଟେନ୍ସି 30 ବର୍ଷ 40 ବର୍ଷ ଥିଲା, ବର୍ତ୍ତମାନ ତା ବଢ଼ି କିଭଳି ଭାବେ 65ରୁ 70ରେ ପହଞ୍ଚିଲାଣି। ଆମର ଯେଉଁ ମେଡ଼ିକାଲ ଟେକ୍ନୋଲୋଜି ଯାହାକୁ କୁହାଯାଏ ବା ଆମର ଯେଉଁ ଚିକିତ୍ସାରେ ଯେଉଁ ଟେକ୍ନୋଲୋଜି ବା ଯନ୍ତ୍ର, ଆଧୁନିକ ଯନ୍ତ୍ରର ବ୍ୟବହାର କରାଯାଏ, ଯାହା ଅତ୍ୟନ୍ତ ସୋଫିଷ୍ଟିକେଟେଡ୍ ଏବଂ କେବଳ ଡେଭଲପ୍ ନେସନ୍ ଗୁଡ଼ିକ ପାଖରେ ଥିଲା ବା ଯେଉଁ ଉନ୍ନତ ଦେଶ ଗୁଡ଼ିକ ମାନଙ୍କ ପାଖରେ ଥିଲା, ତାହା କିଭଳି ଭାବେ ବର୍ତ୍ତମାନ ଆମର ପ୍ରଗତିଶୀଳ ବା ଯେଉଁ ଆମର ଡେଭଲପିଂ ନେସନ୍ସ ବା କେତେ ଗୁଡ଼ିଏ ଆମର ଅଣ୍ଡର ଡେଭଲପଡ୍ ଦେଶମାନଙ୍କରେ ମଧ୍ୟ ଯାଇ ପହଞ୍ଚିଲାଣି। ଏହାଦ୍ୱାରା କ'ଣ ହୁଏ ନା ଯେଉଁ ଚିକିତ୍ସା ପ୍ରଣାଳୀରେ ପରିବର୍ତ୍ତନ ହେଉଛି ଏବଂ ଚିକିତ୍ସା ପ୍ରଣାଳୀରେ ପରିବର୍ତ୍ତନ ହେବା ଦ୍ୱାରା ଯେଉଁ ଲୋକମାନେ ଚିକିତ୍ସା ଅଭାବରୁ କମ୍ ବୟସରେ ମରିଯାଉଥିଲେ ବା ସେମାନଙ୍କର ଡେଥ୍ ହେଉଥିଲା, ତାହା ଧୀରେ ଧୀରେ ହ୍ରାସ ପାଇଛି ଏବଂ ଲିଭିଂ ଷ୍ଟାଣ୍ଡାର୍ଡ ବଢ଼ିଛି ଏଇଥିପାଇଁ ଯେ ଲୋକଙ୍କର ଯେହେତୁ ଜଗତୀକରଣ ହେବା ଦ୍ୱାରା ଅର୍ବାନାଇଜେସନ୍ ହେଉଛି ଏବଂ ଅର୍ବାନାଇଜେସନ୍ ହେବା ଦ୍ୱାରା ଲୋକମାନଙ୍କର ଯେଉଁ ଇନକମ୍ ବଢ଼ିଛି ବା ଆୟ ବଢ଼ିଛି, ଆୟ ବଢ଼ିବା ଦ୍ୱାରା ଲୋକମାନଙ୍କର ଲିଭିଂ ଷ୍ଟାଣ୍ଡାର୍ଡ ବା ବଞ୍ଚିବା ଶୈଳୀରେ ପରିବର୍ତ୍ତନ ହୋଇଛି। ଆମେ ଯେଉଁଭଳି ଭାବେ ସ୍ୱାସ୍ଥ୍ୟର ଉଦାହରଣ ଦେଲେ ସେଭଳି ଭାବେ ମଧ୍ୟ ଆମେ ଶିକ୍ଷାର ଉଦାହରଣ ଦେଇପାରିବା। ଦିନ ଥିଲା ଲୋକମାନେ କିଲୋମିଟର କିଲୋମିଟର ଚାଲି ସ୍କୁଲକୁ ଯାଉଥିଲେ ପିଲାମାନେ ଶିକ୍ଷା ହାସଲ କରିବା ପାଇଁ, କିନ୍ତୁ ବର୍ତ୍ତମାନ ଯେଉଁ ଏଜୁକେସନର ଯେଉଁ ଏକ୍ସପାନସନ୍ ହେଇଛି ବା ଯେଉଁ ଆମର ନମ୍ବର ଅଫ୍ ସ୍କୁଲ ହେଲା କିମ୍ବା ପ୍ରାଇଭେଟ୍ ସେଣ୍ଟର୍ସ ହେଲା ବା ପ୍ରାଇଭେଟ୍ ସ୍କୁଲ୍ସ ହେଲା, ଏହା ଧୀରେ ଧୀରେ ନମ୍ବର ବଢ଼ି ବଢ଼ି ଚାଲିଛି। ଏହାଦ୍ୱାରା ଯେଉଁ ଆମର ଷ୍ଟାଣ୍ଡାର୍ଡସ୍ ରହିଛି ବା ଶିକ୍ଷାର ଯେଉଁ ମାନ ରହିଛି ଏହା ଧୀରେ ଧୀରେ ବଢ଼ିବାକୁ ଲାଗିଛି। ସେଇଭଳି ଭାବେ ଯେ ଅନେକ ଗୁଡ଼ିଏ ସ୍କଲାର ରହିଲେ ସେମାନେ ମଧ୍ୟ ଯୁକ୍ତି କରନ୍ତି ଯେ ଜଗତୀକରଣ ଦ୍ୱାରା ପଭର୍ଟି ରିଡକ୍ସନ୍ ହେଇଛି ବା ଯେଉଁ ଦାରିଦ୍ର୍ୟ ଦୂରୀକରଣ ହେଇଛି। ତାଙ୍କର କହିବା ଅନୁଯାୟୀ ଯେ ଯେହେତୁ ଆୟ ବଢ଼ିଛି ତେଣୁ ଦାରିଦ୍ର୍ୟ ଦୂରୀକରଣ ହେଇଛି। ଏବଂ ଯଦି ଷ୍ଟାଟିଷ୍ଟିକ୍ସ ଆମେ ଦେଖିବା ଆମର ଭାରତ କ୍ଷେତ୍ରରେ ଯଦି RBIର ଷ୍ଟାଟିଷ୍ଟିକ୍ସ ଦେଖିବା ଯେ ଦାରିଦ୍ର୍ୟର କେତେ ଲୋକ ଦାରିଦ୍ର୍ୟର ସୀମାରେଖା ଉପରକୁ ଯାଇଛନ୍ତି, ସେମାନଙ୍କୁ ଯଦି ଦେଖାଯାଏ ସେମାନଙ୍କ ସଂଖ୍ୟା ଧୀରେ ଧୀରେ କମି କମି ଯାଉଛି ଯେଉଁମାନେ ଦାରିଦ୍ର୍ୟର ସୀମାରେଖା ତଳେ ଥିଲେ। ଏବଂ ଫୁଡ୍ ସିକ୍ୟୁରିଟି କୁହାଯାଉଛି। ଫୁଡ୍ ସିକ୍ୟୁରିଟି ଏଇଥିପାଇଁ କୁହାଯାଉଛି ବର୍ତ୍ତମାନ ଯେଉଁ ଗ୍ଲୋବାଲାଇଜେସନ ବା ଜଗତୀକରଣ ହେଲା ଏବଂ ଆମେ ସମସ୍ତେ ଜାଣିଛେ ନିଉ ଲିବରାଲାଇଜେସନ ହେବା ଦ୍ୱାରା କିଭଳି ଭାବେ ଯେଉଁ ପ୍ରଡକ୍ସନ ଟେକ୍ନୋଲୋଜି ଥିଲା ବା ଉତ୍ପାଦନର ଯେଉଁ ପ୍ରକ୍ରିୟା ଥିଲା ତାହା କିଭଳି ଭାବେ ଅତ୍ୟନ୍ତ ସୋଫିଷ୍ଟିକେଟେଡ୍ ହେଇଯାଇଛି ଏବଂ ଯେଉଁ ଯାନ୍ତ୍ରିକ ଡେଭଲପମେଣ୍ଟ ବା ପ୍ରଗତି ଦ୍ୱାରା କିଭଳି ଭାବେ ଆମର ପ୍ରଡକ୍ସନ ବଢ଼େଇ ଦିଆଯାଇଛି ଏବଂ ଏହାଦ୍ୱାରା କିଭଳି ଭାବେ ଯେଉଁ ଖାଦ୍ୟ ସର୍ଟେଜ ହେଉଥିଲା ବା ଆମର ଖାଦ୍ୟଦ୍ରବ୍ୟର ଯେଉଁ କମି ରହିଥିଲା ତାହା କିଭଳି ଭାବେ ପୂରଣ କରାଯାଇପାରିଛି। ଯଦି ଦେଖାଯାଏ ଯେଉଁ ଜଗତୀକରଣ ଦ୍ୱାରା ଆମର ଯେଉଁ ନ୍ୟାସନାଲ ଇକୋନୋମିକ୍ ଗ୍ରୋଥ ରହିଛି ବା ଯେଉଁ ଆର୍ଥିକ ପ୍ରଗତି ରହିଛି ଏହାକୁ କିଭଳି ଭାବେ ଅଧିକ ଉନ୍ନତ କରାଯାଇପାରିଛି ଏବଂ ଜଗତୀକରଣ ଦ୍ୱାରା ଯଦି ଦେଖାଯାଏ ଯେଉଁ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଆମର ହେଉଛି ବା ଯେଉଁ ଆମର ବିଦେଶରୁ କ୍ୟାପିଟାଲିଷ୍ଟ ମାନେ ରହିଲେ ବା ପୁଞ୍ଜିପତି ମାନେ ରହିଲେ ସେମାନେ କିଭଳି ଭାବେ ଗୋଟିଏ
ଦେଶରେ ଆସି ନିଜର ଅର୍ଥ ରାଶି ବିନିଯୋଗ କରୁଛନ୍ତି ଗୋଟେ ଇଣ୍ଡଷ୍ଟ୍ରି ବା ଗୋଟେ ଦେଶର ଇଣ୍ଡଷ୍ଟ୍ରି ଖୋଲିବା ପାଇଁ କିମ୍ବା ଗୋଟେ କାରଖାନା ଖୋଲିବା ପାଇଁ କିମ୍ବା ଗୋଟେ ଫ୍ୟାକ୍ଟ୍ରି ଖୋଲିବା ପାଇଁ। ଏହା ଦ୍ୱାରା କ'ଣ ହେଉଛି ନା ଯେଉଁ ଲୋକାଲ ଇକୋନୋମି ରହିଲା ଏହା ବୃଦ୍ଧି ପାଉଛି। କିଭଳି ଭାବେ ବୃଦ୍ଧି ପାଉଛି ନା ଯେଉଁ ଲୋକାଲ ଲୋକମାନେ ଥିଲେ ବା ଯେଉଁ ଆମର ଆଞ୍ଚଳିକ ଲୋକମାନେ ଥିଲେ, ଯେଉଁ ବ୍ୟକ୍ତିବିଶେଷମାନେ ଥିଲେ ଏବଂ ଯେଉଁମାନଙ୍କ ପାଖରେ ଚାକିରି ନଥିଲା ବା କୌଣସି ରୋଜଗାର ପନ୍ଥା ନଥିଲା, କେବଳ କୃଷିକୁ ଛାଡ଼ିଲେ, ସେମାନେ କିଭଳି ଭାବେ ବର୍ତ୍ତମାନ ଏ ଯେଉଁ ଇଣ୍ଡଷ୍ଟ୍ରିଆଲିଷ୍ଟ ବା FDI ଜରିଆରେ ଯେଉଁ ଲୋକମାନେ ଆସି ତାଙ୍କର ଇଣ୍ଡଷ୍ଟ୍ରି ଖୋଲିଲେ ବା ଫ୍ୟାକ୍ଟ୍ରି ଖୋଲିଲେ, ସେଠି କିଭଳି ଭାବେ ତାଙ୍କୁ କାମ କରିବା ପାଇଁ ସୁଯୋଗ ମିଳୁଛି ଏବଂ ରୋଜଗାରର ତାଙ୍କର ପନ୍ଥା ସୃଷ୍ଟି ହେଇଛି। ଏବଂ ଯଦି ଦେଖିବା ଅନ୍ୟ ଏକ ପାର୍ଶ୍ୱରେ ଯେଉଁ ଆମର କେତେ ଗୁଡ଼ିଏ ସ୍କଲାର ରହିଲେ, ସେମାନଙ୍କର କହିବା ଅନୁଯାୟୀ ଯେଉଁ ଜଗତୀକରଣ ଦ୍ୱାରା ଇନିକ୍ୱାଲିଟି ବା ଅସମାନତା ବୃଦ୍ଧି ପାଇଛି। ଯଦି ଦେଖିବା ସେମାନଙ୍କ ମଧ୍ୟରୁ ଆମର ନୋବେଲ ବିଜେତା ବା ନୋବେଲ ଲରେଟ୍ ଆମର ଯୋସେଫ ଷ୍ଟିଗ୍ଲିଜ ରହିଲେ, ନୋଆମ ଚମ୍ସ୍କି ରହିଲେ, ଯେଉଁ ଇତିହାସର ସ୍କଲାର ମାନେ ଆମର ରହିଲେ, ଆମର ଜୟରସ ବାନାର୍ଜୀ ରହିଲେ, ଏଭଳି କେତେ ଗୁଡ଼ିଏ ସ୍କଲାର ଅଛନ୍ତି ଯେଉଁମାନେ କହନ୍ତି ଯେ ଯେଉଁ ଧନୀ ଏବଂ ଗରିବ ଭିତର ଯେଉଁ ଡିଫରେନ୍ସ ରହିଛି ତାହା କିଭଳି ଭାବେ ଧୀରେ ଧୀରେ ବଢ଼ିଛି ଏବଂ ଏହା ଗୋଟେ ଏକପାଖିଆ ପୁଞ୍ଜିବାଦ ବା ଯେଉଁ କ୍ରୋନିକ କ୍ୟାପିଟାଲିଜମ ଆମେ କହୁ, ତାହା କିଭଳି ଭାବେ ପୁଞ୍ଜିବାଦକୁ ଜନ୍ମ ଦେଇଛି। ଯଦି ଦେଖିବା ଆମର ଭାରତ କ୍ଷେତ୍ରରେ ଯେଉଁ ପରମଜୟ ଗୁହା ଠାକୁର ତାଙ୍କର ଯେଉଁ କ୍ରୋନିକ କ୍ୟାପିଟାଲିଜମ ଗୋଟେ ବୁକ୍, ତାହା କିଭଳି ଭାବେ ଅନେକ କଣ୍ଟ୍ରୋଭର୍ସିର ଶିକାର ହେଇଥିଲା। ସେ କିଭଳି ଭାବେ କହିଥିଲେ ଯେ ଭାରତ ଭଳି ଦେଶରେ କେବଳ ଜଣେ ହିଁ ପୁଞ୍ଜିପତି ଅଧିକ ଉନ୍ନତି କରିଛନ୍ତି। ସେଇଭଳି ଭାବେ ଯଦି ଆମେ ଦେଖିବା ନୋଆମ ଚମ୍ସ୍କିଙ୍କ ଥୋମାସ ପିକେଟିଙ୍କର ମଧ୍ୟ ଯେଉଁ ଲେଖା ରହିଛି କ୍ରୋନିକ କ୍ୟାପିଟାଲିଜମ ଉପରେ, ତାହା ମଧ୍ୟ କିଭଳି ଭାବେ ଏହା ଦର୍ଶାଇଥାଏ ଯେ ବିଶ୍ୱର ଯେଉଁ ଜଗତୀକରଣ ଦ୍ୱାରା କେବଳ କିଛି ଲୋକ ହିଁ ଅଧିକ ଧନୀ ହୋଇଛନ୍ତି ଏବଂ ଧନୀ ଏବଂ ଗରିବ ମଧ୍ୟରେ ବିଭେଦ ବଢ଼ି ବଢ଼ି ଯାଇଛି। ତେଣୁ ଆଜିର ଆଲୋଚନାରେ ଆମେ ଏହା ଜାଣିବାକୁ ପାଇଲେ ଯେ ଜଗତୀକରଣର ଯେଉଁ ଆଲୋଚନା ଆମେ କଲେ ଜଗତୀକରଣ ସମ୍ବନ୍ଧରେ, ଯେ କିଭଳି ଭାବେ ବିଭିନ୍ନ ସ୍କଲାର ମାନଙ୍କର ଭିନ୍ନ ମତ ରହିଥିଲା। କେଉଁମାନେ କହିଥିଲେ ଜଗତୀକରଣ ଭଲ ପ୍ରଗତି ଆଣିଦେଇଛି ଏବଂ କିଛି ଲୋକ କହିଲେ ନାହିଁ, ଏହା ଅସମାନତାକୁ ବୃଦ୍ଧି କରିଛି। ତେଣୁ ଆମେ ଆଜିର କ୍ଲାସକୁ ଏଇଠି ଶେଷ କରିବା। ଧନ୍ୟବାଦ।